ओके। ଆଜି ମୁଁ ଯୋଉ କ୍ଲାସ୍ ରଖିଛି 100 MCQ ଆମର ବେସିକ୍ କନସେପ୍ଟ ଅଫ୍ କେମିଷ୍ଟ୍ରି ଉପରେ ଆମେ ଅଲରେଡି ଚାପ୍ଟରକୁ କମ୍ପ୍ଲିଟ୍ ଭାବରେ ପଢି ଦେଇଛନ୍ତି। ଆଇ ହୋପ୍ କି ଆପଣମାନେ ବି ପଢିକି ଆସିଥିବେ। ଯିଏ ପଢିନାହାନ୍ତି ସେ ୟୁଟ୍ୟୁବରେ ସର୍ଚ୍ଚ କରିଦେବେ ବେସିକ୍ କନସେପ୍ଟ ଅଫ୍ କେମିଷ୍ଟ୍ରି PGS ଲର୍ନ ବାଇ ଜିତ୍ ସାର୍, ପଳେଇ ଆସିବ। ଟୋଟାଲ 6ଟା ଭିଡିଓ ହେଇଛି, ଭଲ କି ପୁରା ଡେପ୍ଥ ଯାଇକି ପଢିଥିଲି। ତେଣୁ ପୁରା ଏଇ 100 MCQ କରିଦେଲା ପରେ ଆପଣଙ୍କର ପୁରା କ୍ଲିୟର ହେଇଯିବ। ମୁଁ ବେସିକ୍ ରୁ ପୁରା ହାଇ ଲେଭେଲ ନିଟ୍ ଜେଇ ଲେଭେଲ ଆগে ରଖିଛି କ୍ୱେଶ୍ଚିନ୍, ବେସିକ୍ ବି କ୍ୱେଶ୍ଚିନ୍ ରଖିଛି, ମିକ୍ସ କରିକି ରଖିଛି। ଆମେ ଫାଷ୍ଟ ପ୍ରିଭିୟସ୍ ଇୟରରେ ଯେତେ ଏକ୍ସାମରେ ଯେତିକି କ୍ୱେଶ୍ଚିନ୍ ଆସିଛି ତାକୁ ଆଗ ଫାଷ୍ଟ ଟ୍ରାଏ କରିବାକୁ, ତାପରେ ନେକ୍ସଟ ଆମେ ଆମର MCQ ଯାହା ଅଛି ତାକୁ କରିବା। ଠିକ ଅଛି? ଆଜ୍ଞା ସାର୍। ମୁଁ କ୍ଲାସରେ ତ କରେଇ ଦେଇଥିଲି। କ୍ଲାସରେ ମୁଁ କରିଲା ବେଳେ କିଛି କ୍ୱେଶ୍ଚିନ୍ RHT ର ଅଲଗା କ୍ୱେଶ୍ଚିନ୍ ଗୁଡା କିଛି ନେଇ ଆସିଛି, ସେଗୁଡା କରିଦବା। ଏଇଟା CHT ବାହାରିଥିଲା ଯେତେବେଳେ, CHT 2021 ର କ୍ୱେଶ୍ଚିନ୍ ଥିଲା। ଏଇଟା ମୁଁ କଲେକ୍ଟ କରିଛି କିଛି କ୍ୱେଶ୍ଚିନ୍, CHT OSTT ଏଗୁଡା ସବୁର କ୍ୱେଶ୍ଚିନ୍ ଗୁଡା କଲେକ୍ଟ କରିଛି, ସେଗୁଡା ଟିକେ କରିଦବା। ଦେଇଛି ତ ମଲିକୁଲାର ଆପଣ କୁହନ୍ତୁ ଦ ମଲିକୁଲାର ୱେଟ୍ ଅଫ L fructose approximately equal to କେତେ ହବ? L fructose ଫର୍ମୁଲା ଜାଣିଛନ୍ତି କଣ ହବ? କହିପାରିବେ କି? L fructose ଆଉ କଣ? D fructose ଆଉ କଣ? ଗ୍ଲୁକୋଜ। କଣ ସମସ୍ତଙ୍କର କଣ ସେମ୍ ଫର୍ମୁଲା ହେଲା କି ନାଇଁ? କଣ? C6H12O6, କିନ୍ତୁ ଷ୍ଟ୍ରକ୍ଚର ସମସ୍ତଙ୍କର ଅଲଗା। L fructose ଆଉ D fructose ଏ ଦିଟା କଣ ମିରର ଇମେଜ, ଦିଟାର ମିରର ଇମେଜ। ଏ ଦିଟା ଦେଖିଦେବେ ଟିକେ ଗୁଗୁଲରେ ମାରିକି, ଏଇଟା ଷ୍ଟ୍ରକ୍ଚର ଅଲଗା କିନ୍ତୁ ଫର୍ମୁଲାଟା ସମସ୍ତଙ୍କର ସମାନ। ତାହେଲେ କେତେ ହେଉଛି ଆର ମଲିକୁଲାର ୱେଟ୍? କେତେ? 72। ଆମେ ତ ଜାଣିଛନ୍ତି ଏଇଟା କେତେ 180 ଆସିବ। ଇଏ କେତେ 1600 କେତେ ଆସିବ? 96 ଆଡ୍ କରିଦେଲେ କେତେ ହେଇଯାଉଛି? 180 ଆସିବ। ସିମ୍ପଲ କ୍ୱେଶ୍ଚେନ୍, ଏଇଟା ମନେ ରଖିଦେବେ କି C6H12O6 ର ଏଇଟା କମନ ଜିନିଷଟା, ଏତିକି ତାର ମଲିକୁଲାର ୱେଟ୍ ଟା। ନେକ୍ସଟ, ବୁଝିଲା ନା? ଯୋଉଠି ବୁଝି ହବନି ପଚାରିବେ। ଏଇଟା ଦେଖନ୍ତୁ, ଟ୍ରାଏ କରନ୍ତୁ ନିଜେ ଟିକେ। 10 ସେକେଣ୍ଡ ଆପଣଙ୍କୁ ଦଉଛି, ଟ୍ରାଏ କରନ୍ତୁ ନିଜେ ଟିକେ ଟ୍ରାଏ କରିବେ କ୍ୱେଶ୍ଚିନ୍ ଗୁଡା କରିବାକୁ। ଭଲ ଭଲ କ୍ୱେଶ୍ଚିନ୍ କିଛି ମୁଁ ଆଣିଛି, ଏଠି ଟିକେ ଟ୍ରାଏ କରନ୍ତୁ। ମୁଁ ଟିକେ ଟାଇପ କରିପାରିଲିନି ତ, ଟିକେ ମୁଁ ଲେଖିଦେଇଛି ନିଜେ। ଦେଖନ୍ତୁ ଦେଇଛି କଣ? In a vessel, 4 gram of O2, 4 gram of H2, 4 gram of N2 and 4 gram of Cl2 are present. Which of these gases has highest number of atoms? ଆମେ କେମିତି ବାହାର କରିବା? କି କହିପାରିବେ କି ଆପ୍ରୋଚଟା କଣ ହେଇପାରିବ? କହିପାରିବେ? କଣ କରିବା ଏଠି? ଆମେ ଯେତେବେଳେ ଆମର କମ୍ପାରିଜନ ଆସିବ, ଏଇଟା ଗୋଟେ ମନେ ରଖି ଦେଇଯାଆନ୍ତୁ, ଗୋଟେ ସର୍ଟ ଟ୍ରିକ୍ ଏଟା। ଯେତେବେଳେ କମ୍ପାରିଜନ ଆସିବ, କଣ ଆସିବ? ଯେତେବେଳେ କମ୍ପାରିଜନ ଆସିବ କୋଉଥିରେ ନା ଇଲେକ୍ଟ୍ରନ ପଚାରିଥିବ, କିମ୍ବା ମଲିକ୍ୟୁଲ୍ସ ପଚାରିଥିବ, କିମ୍ବା କଣ ପଚାରିଥିବ? ଆଟମ୍ସ ପଚାରିଥିବ, କି ନହେଲେ ମୋଲ୍ସ ରେ ପଚାରିଥିବ। ସେତେବେଳେ କଣ କରିବେ? ସବୁବେଳେ କନଭର୍ଟ କରିଦେବେ କୋଉଠିକି? ନମ୍ବର ଅଫ ମୋଲ୍ସ କୁ ବାହାର କରିଦେବେ। ସମସ୍ତଙ୍କର ନମ୍ବର ଅଫ ମୋଲ୍ସ ବାହାର କରିଦେବେ, ଇଜି ହେଇଯିବ ଆମକୁ। ଦେଖନ୍ତୁ ଦେଇଛି 4 ଗ୍ରାମ, କଣ ଦେଇଛି? 4 ଗ୍ରାମ O2 ଆଉ କେତେ ଦେଇଛି? H2 କେତେ? 4 ଗ୍ରାମ, ସବୁଥିରେ 4 ଗ୍ରାମ ଦେଇଛି ନା। 4 ଗ୍ରାମ H2 ଦେଇଛି, ଆଉ N2 ବି 4 ଗ୍ରାମ, ସବୁ ଗୁଡା 4 ଗ୍ରାମ ଦେଇଛି। ତାହେଲେ କ୍ଲୋରିନ ବି 4 ଗ୍ରାମ, ତାହେଲେ ଏଟା କେତେ ହେଇଯିବ? 4 ବାଇ କେତେ? ଆଟମିକ ୱେଟ୍ ହେଇଗଲେ କେତେ ହେଇଯିବ? ଇଏ 32। ଇଏ ହେଇଯିବ କେତେ? 4 ବାଇ 2। ଇଏ ହେଇଯିବ କେତେ? 4 ବାଇ 28। ଇଏ ହେଇଗଲେ କେତେ? 4 ବାଇ କେତେ ହେଇଯିବ? 71 71। ତାହେଲେ ଏଇଟା କେତେ? ଇଆର ହେଇଯାଉଛି ସବୁଠୁ କଣ 2 ଆସିବ, 2 ମୋଲ। ଆଉ ଗୁଡା ସବୁ କଣ ଅଛି? ଡିନୋମିନେଟର ହାଏଷ୍ଟ Point ଅଛି, ରେ ତେଣୁ ଆସିବ। ସବୁ କମ ପଏଣ୍ଟ ଆସିବ। ତେଣୁ ଆମେ ଜାଣିଦେଲେ କାହାର? ହାଇଡ୍ରୋଜେନ। ସର୍ଟ ଟ୍ରିକ୍ ଏଇଟା ଗୋଟେ ମନେ ରଖିଦେବେ, ଯେତେବେଳେ କମ୍ପାରିଜନ ରେ ଆସିଥିବ ସେତେବେଳେ ଆମେ ଏଇ ଆପ୍ରୋଚ ଟା ହିଁ ନେବା, ହେଲା? ବୁଝିଲା? ନେକ୍ସଟ ଯିବା, ଟିକେ ସ୍ପିଡ ଅପ୍ କରିବା। ବହୁତ କ୍ୱେଶ୍ଚିନ୍ ଅଛି, 100 କ୍ୱେଶ୍ଚିନ୍, ପୁରା ମାନେ ଡେପ୍ଥ କ୍ୱେଶ୍ଚିନ୍ ବି ଅଛି କିଛି ଲେବଲ କ୍ୱେଶ୍ଚିନ୍। ଦ ଭଲ୍ୟୁମ ଅଫ କାର୍ବନ ଡାଇଅକ୍ସାଇଡ ଗ୍ୟାସ, ଏଟା OSTT 2021, at NTP obtained by heating 4.2 gram of MgCO3 would be, ହେଲା? ତାହେଲେ MgCO3 କୁ ଆମେ ଫାଷ୍ଟ କଣ କରିବା? ହିଟିଂ ମାନେ କଣ? ହିଟ୍ ହଉଛି, ତାହେଲେ କଣ କରିବ? ଡିକମ୍ପୋଜିସନ ରିଆକ୍ସନ। MgCO3 ଭାଙ୍ଗିବା, ଭାଙ୍ଗିଲେ କଣ ଦେବ? କଣ ଦେବ? Mg plus 2 CO3 2 Mg ଦେବ, ଆଉ କଣ ଦେବ? CO2 ଦେବ, ଆଉ କଣ ଦେବ? O2 ଦେବ।
mg ପ୍ଲସ୍ ଏଇଟା କଣ ଦବ CO2 ଆଉ କଣ ଦେଲା O2 ଟିକେ ଇଏ କରିଦେବେ ଟିକେ କଣ କି ବାଲାନ୍ସ ରିଆକ୍ସନ ଟା କରିଦେବେ ତାହେଲେ ଏଟା କେତେ 2 ହେଇଯିବ ଇଏ ହେଇଯିବ 2 ଏଗୁଡା ନିଜେ ଟିକେ କରିଦେବେ ବାଲାନ୍ସ ଗୁଡାକ ନିଜେ ଆମେ କରିଦେଇ ପାରିବା ଏଗୁଡାକ ପଢୁନି କହିଲେ କଣ ଦେଇଛି ଦ ଭଲ୍ୟୁମ ଅଫ କାର୍ବନ ଡାଇଅକ୍ସାଇଡ ଗ୍ୟାସ ଆଟ୍ NTP ବାଇ ହିଟିଂ କେତେ ଦେଇଛି 4.2 ଗ୍ରାମ ଏଟା ଆମେ କେମିତି କହିଥିଲି ପଢେଇଥିଲି କି କ୍ଲାସ ରେ ଥିଲା କି କେମିତି କରିବା କାର୍ବନ ଡାଇଅକ୍ସାଇଡ ଗ୍ୟାସ କେତେ ଭଲ୍ୟୁମ ପଚାରିଛି ଏଠି କୋଉଥିରେ ପଚାରିଛି ଭଲ୍ୟୁମ ରେ ଏଠି ଦେଇଛି କୋଉଥିରେ ମାସ ରେ ମୁଁ କହିଥିଲି ଗୋଟେ ସର୍ଟ ଟ୍ରିକ୍ ଦେଇଥିଲି କଣ କରିବ ଏଠି ଆପ୍ଲାଏ କରିବ କଣ ମାସ୍ ଟୁ ଭଲ୍ୟୁମ ମେଥଡ ଯିଏ କ୍ଲାସ କରିଛନ୍ତି ସେ ଜାଣିଥିବେ ଭଲ୍ୟୁମ ମେଥଡ ହେଲା ନା ମାସ୍ ଟୁ ଭଲ୍ୟୁମ ଏଇ ସର୍ଟ ଟ୍ରିକ୍ ଟା ତାହେଲେ ଏଠି କଣ ଅଛି ମୁଁ ଆର ଯଦି ମୋଲାର ମାସ ବାହାର କରିଦେବି ତାହେଲେ କେତେ ହେଇଯିବ ମାଗ୍ନେସିୟମ ର 12 ଆର କେତେ ହେଇଯିବ ମାଗ୍ନେସିୟମ ର ସରି 24 ନା 24 କାର୍ବନ ର 12 ଇଏ ହେଇଯିବ କେତେ 16 3 48 12 ଏତିକି ଇଏ ହେଇଯିବ କେତେ ନା कि 1 मोल ର ଭ୍ୟାଲ୍ୟୁ ଏତିକି 2 mgCO3 ଆର 1 ମୋଲ କେତେ ହେଇଯିବ 2 into କେତେ ହେଇଯିବ ଆମ କୋଉଥିରେ ପଚାରି 22.4 କୋଉଥିରେ ପଚାରିଛି ଏଟା ଲିଟର କୋଉଥିରେ ଭଲ୍ୟୁମ ରେ ପଚାରିଛି ତେଣୁ ଆମେ ଏଟାକୁ ନେଲେ କଣ ଭଲ୍ୟୁମ ରେ ଏଠି ନେଲେ କଣ ମାସ ରେ ହେଲା କି ନାଇଁ ତାପରେ କଣ ଦେଇଛି 4.2 ଗ୍ରାମ ରେ କେତେ ତାହେଲେ 4.2 ଗ୍ରାମ ରେ କେତେ ବାହାର କରିଦବା ତାହେଲେ 2 into କେତେ 22.4 ଡିଭାଇଡେଡ ବାଇ କେତେ ଏଇଟା ଗୁଣିକି ବାହାର କରିଦବା ଏଇଟା ହେଇଯିବ କେତେ ହେଇଯାଉଛି ଏଗୁଡା ନିଜେ ଟିକେ କରିଦେବେ କାଲକୁଲେସନ ଗୁଡାକ ଏଟା ହେଇଗଲା କେତେ ହେଇଯିବ ମୁଁ ଲେଖି ଦଉଛି ଏଟା ନିଜେ ବାହାର କରିଦେବେ टाइम वेस्ट ହେଇଯିବ ଏଗୁଡା କରିବା ଯଦି ଆମେ ହେଲେ କେତେ 4.2 ବାହାର କରିଦେଲେ ଏଟା ପଳେଇ ଆସିବ 1.12 ଲିଟର ମୁଁ କାଲକୁଲେସନ ଗୁଡାକ କରୁନାହିଁ ଏଟା ଏଟା ନିଜେ ନିଜେ ଟିକେ କରିଦେବେ କାଲକୁଲେସନ ଗୁଡାକ କଲେ ଟାଇମ ପଳେଇବ ବୁଝିଲା ନା ଏଟା ଏଟା ଆଜ୍ଞା କୋଉଥିର sir. କ୍ୱେଶ୍ଚିନ୍ କହିପାରିବେ କୋଉଥିର କ୍ୱେଶ୍ଚିନ୍ କନସେପ୍ଟ ଟା କୋଉଥିର ଏଟା କେ କହିପାରିବେ ଏଟା ଷ୍ଟୋକିଓମେଟ୍ରିକ ର କନସେପ୍ଟ ଷ୍ଟୋକିଓମେଟ୍ରିକ ର କନସେପ୍ଟ क्वेश्चन मल्टीपल चॉइस रे क्वेश्चन करिया पे फास्ट कोन हम गोटे कहि दोची केमिति मल्टीपल चॉइस को हमर एमसीक्यू जतेले प्रॉब्लमेटिक दोची माने कोन की कहले जतेले प्रॉब्लम क्वेश्चन आउची ता केमिति एनालिसिस करिवे फास्ट बाहर करिवे को कांसेप्ट पचारिची तापरे डाटा कोन देची तापरे ट्राई करिवे करिया कांसेप्ट रे जदी धर देबे एई कांसेप्ट ता जे जानि देथिबो एटा कोउथुर क्वेश्चन आछि ना स्टोकियोमेट्रिक रे कोन थिला जे जानि देले ताले से कर दो फटकी नले जानि परिबोनी जे एटा लिमिटिंग रिएजेंट पकेबी ना स्टोकियोमेट्रिक पकेबी ना कोन पकेबी सेठी जानि परिबोनी ठीक नै तेणु पाठ गुडा को फास्ट कोन कांसेप्ट टा धरि परिबो जदी ताले इजी हेजियो तेजी द अरेंजमेंट ऑफ द फॉलोइंग एटा ओएसटी 2019 रे अरेंजमेंट ऑफ द फॉलोइंग इन द इंक्रीजिंग ऑर्डर ऑफ देयर मासेस एटा हम कोन कहितली जदी कोन दैछि ताले हम कोन करबा एटा कहले कोन करिया से मोल गोटे सब जदी कन्वर्ट कर दवा ताले इजी हेजिबो हमकु एगुडा मोल रे दे देछि 1.5 मोल ऑलरेडी एटा 0.5 ग्राम को देछि कोन ऑक्सीजन एटम 1.5 ग्राम ऑफ ऑक्सीजन एटम ताले एटा केते हेजिबो आकु कले 0.5 डिवाइडेड बाय केते हेजिबो केते 16 एटा हेजिबो केते मॉलिक्यूल्स रे एटा एटम्स रे देछि ताकु मोल रे जदी हम कन्वर्ट करबा आज्ञा sir. केते हेजिबो 3.01 into 10 to the power 23 डिवाइडेड बाय केते 6.023 into 10 to the power 23 6.02 एगुडा कोन एवोगाड्रोस नंबर जदी जेतेबेले कोन हमें नंबर ऑफ मोल्स केमति बाहरे गिवन मास बाय कोन गिवन मास बाय मोलार मास किबा molar हमर mass. कोन हिबार गिवन वॉल्यूम बाय मोलार जो हमर Molar volume 22.4 किबा 4. न जदी एटम रे थिबा मॉलिक्यूल्स रे Given थिबा कोन गिवन ये मॉलिक्यूल्स टा डिवाइडेड बाय 6.023 into 10 to the power 23 से कांसेप्ट एटी पकेली ताले ये हिजिबो केते हाफ लगभग हे जाउची बोधे ना ताले हाफ बोधे हिजिबो ताले एटा केते हिजिबो एटा कोन लीटर रे अछि ताले गिवन एटा पके देबा 5 पॉइंट कोन 6 बाय 22.4. 22.4 ताले एटा केते होला कोटा इजी कोडा अछि ताले एटा सबठार बोधे हाईएस्ट अछि ना एटा ना कोडा अछि रहउची ना कोडा अछि इंक्रीजिंग ऑर्डर देछि ना ओ हमको सजेया को देछि ताले हाईएस्ट एटा बचारनी ताले सबठार कम टा हमको ताले कैलकुलेशन करिया पड़िबो ना कि 5 बाय एटा केते हिजो 160 हिजो सेटा टे कैलकुलेशन करिया पड़िबो 5 बाय 160 ले एटा केते आसीबो मार करले 0.0312 एटा 5 हेले 56 बाय 10 एटा हिजो इनटू केते 10 बाय केते हिजो एटा पॉइंट पॉइंट तो कटि गला ना कि 22.4 ताले एटा केते हिजो एटा 0.25 मोल ताले कोटा अछि फास्ट कोडा आसीबो 2 टा बदे आसीबो ना फास्ट 2 टा आसीबो सबठार कम अछि 2 टारो सबठार हाईएस्ट अछि कार 1 टारो ना ताले सेटा जोटा सेटा थिबो ताले एटा सीटा फास्ट सबठार कम कार 2 रो अछि कनेक्ट कार हां 2 रो अछि तापरे सबठार हाईएस्ट अछि 1 रो एटा देखि देले आ इजी होला आ एटा देखंतु ओएसटीटी 2018 रे थिला ट्राई करंतु
ନିଜେ ଟିକେ ଏଟା କୋଉ ଆପ୍ରୋଚ ଟା ଲାଗିବ କହିପାରିବେ କି କଣ କନସେପ୍ଟ ଟା ୟୁଜ ହେଇଛି? କନସେପ୍ଟ ଟା ଯଦି ଜାଣିଦେବେ ତାହେଲେ କହିଦେବେ, କ୍ୱେଶ୍ଚିନ୍ ଟା କିଛି ନୁହଁ, କନସେପ୍ଟ ଟା ଇମ୍ପୋର୍ଟାଣ୍ଟ। କନସେପ୍ଟ କଣ ୟୁଜ ହେଇଛି କହିପାରିବେ? এটা କଣ ଦେଇଛି 100 ml of N1NaOH ଆଉ ଦେଇଛି 200 ml of କଣ ଦେଇଛି 0.5 ନର୍ମାଲିଟି ବା ଏଗୁଡାକ ଜଏନ୍ କରୁଛନ୍ତି ବୋଧେ, ଟିକେ ଗୋଟେ ମିନିଟ୍ ୱେଟ୍ କଲେ ମୁଁ ଜଏନ୍ କିଏ କରୁଛି ନା କଣ, ମୁଁ ତାକୁ ଜଏନ୍ କରିଦଉଛି। ଓକେ এটা କୋଉଥିର କନସେପ୍ଟ ଟା 100 ml of କଣ ଦେଇଛି 100 ml of 1NaOH ଦେଇଛି, 200.5 NaOH solution, 500 NaOH କୋଉଥିରେ ସଲ୍ୟୁସନ, କୋଉଥିର କ୍ୱେଶ୍ଚିନ୍ ଟା କହିପାରିବେ? ଆର୍ ମିକ୍ସଡ ଟୁଗେଦର ଦ ନର୍ମାଲିଟି ଅଫ ଦ ରେଜଲ୍ଟାଣ୍ଟ କହିପାରିବେ? ମୁଁ ଗୋଟେ ପଢେଇଥିଲି, କ୍ଲାସ କିଏ କରିଛନ୍ତି କି? କୋଉଥିରେ ମିକ୍ସଚର ନର୍ମାଲିଟି ବା, ଆଉ କଣ ଏଟା କୋଉଥିରେ ପଚାରିଛି? ମୁଁ ପଢେଇଥିଲି ନା ନାଇଁ? ଆରେ ମିକ୍ସଚର ମୋଲାରିଟି ପଢି ନଥିଲି, ମୋଲାରିଟି ଅଫ ମିକ୍ସଚର ପଢେଇଥିଲି ନା ନାଇଁ? ଦେଖିବେ ମୋଲାରିଟି ଅଫ ମିକ୍ସଚର କେମିତି ବାହାରେ, ମୋଲାରିଟି ଅଫ ମିକ୍ସଚର କିଏ କହିପାରିବେ? m equal to କଣ ଥିଲା m1v1 ପ୍ଲସ୍ କଣ ଥିଲା m2v2 ଡିଭାଇଡେଡ ବାଇ କଣ v1v2, ସେଇ ଟାଇପ ର ମୋଲାରିଟି ଅଫ ଯୋଉ କଣ ବାହାରିବ ନର୍ମାଲିଟି ଅଫ ମିକ୍ସଚର, ତାহଲେ ମୋଲାରିଟି ଜାଗାରେ ନର୍ମାଲିଟି, କାରଣ ସେମ ଜିନିଷଟା, କାରଣ କେବଳ ଭଲ୍ୟୁମ ତ ଭଲ୍ୟୁମ ରହିବ, ତାହଲେ ନର୍ମାଲିଟି କଣ ହବ n1v1 କଣ ହେଇଯିବ n2v2 ଆଉ କଣ ହେଇଯିବ ଏଟା v1 ପ୍ଲସ୍ v2। ଏଠି କଣ ଆମର ଦିଟା ଦେଇଛି ବୋଲି ଦିଟା ନେଇଗଲି, ଏଠି କେତେଟା ଦେଇଛି 3ଟା ନା 4ଟା ଦେଇଛି, ତାହେଲେ ସବୁ ଗୁଡା ନେଇଯିବା, ତାହଲେ ଏଟା କଣ ହେଇଯିବ 100। ତାହେଲେ ଏଠି ବାହାର କରିଦେବି କି ଲେଖିଦେବି ଟିକେ, ଜାଣିପାରିବେ କି ନପାରିବେ, ଲେଖିଦଉଛି ଟିକେ। ତାହେଲେ ଏଠି କେତେ v1 କେତେ ଦେଇଛି 100 ml, n1 କେତେ ଦେଇଛି 1n, v2 କେତେ ଦେଇଛି 200 ml, n2 ଦେଇଛି 0.5n, v3 କେତେ ଦେଇଛି 500n 500, n1 n3 କେତେ ଦେଇଛି 0.1n, ଟିକେ ଆଉ ଦେଇଛି କି ଆଉ ଗୋଟେ ଦେଇଛି ବୋଧେ ନା 200, 4ଟା ଦେଇଛି, ଆଚ୍ଛା ଆଉ ଗୋଟେ ଦେଇଛି v4 କେତେ 200 ml, ଏଇଟା ଦେଇଛି n4 କେତେ ଦେଇଛି 0.25n। ତାହେଲେ ଏଟା ବାହାର କରିଦେବା, ତାହେଲେ କଣ ଗୁଣିଦେବା, ଯେମିତି ବାହାର କଲେ ଏଇ ଫର୍ମୁଲା ପକେଇଦେବା, ତାହେଲେ v1 n1, ତାହେଲେ ଏଟା 100 into କଣ ହେଇଯିବ 1 ହେଇଗଲେ କେତେ 100 ପ୍ଲସ୍ ଏଇଟା କେତେ 200 into 0.5, ତାହେଲେ କେତେ ହେଇଯିବ ଏଟା ବି 100 ହେଇଯିବ ନା, ତାହେଲେ ଏଟା କେତେ 50.1, ତାହେଲେ 500.1, ତାହେଲେ କେତେ ହେଇଯିବ 0.1 ହେଲେ 50 ହେଇଯିବ, ଏଇଟା କେତେ ହେଇଯିବ, ତାହେଲେ ଏଇଟା ହେଇଯିବ କେତେ, ଏଇଟା ହେଇଯିବ କେତେ 225, ତାହେଲେ 25 ଦୁଗୁଣେ 50, ଏଇଟା ବି କେତେ ହେଇଯିବ 50 ଡିଭାଇଡେଡ ବାଇ କେତେ ସବୁତକର ସଲ୍ୟୁସନ, ତାହେଲେ ଏଇଟା କେତେ 100 ପ୍ଲସ୍ 200 ପ୍ଲସ୍ 500 ପ୍ଲସ୍ ଏଇଟା କେତେ 200, ତାହେଲେ 2 2 4 1 5 1 ଇଏ କେତେ ହେଲା 5 5 10, ଟୋଟାଲ ହେଇଗଲା କେତେ ଇଏ ହେଲେ 300 ବାଇ 10 1000, 300 3000 ଲେଖିଦେଲି ସରି, ତାହେଲେ କେତେ ଆସିଲା 0.3n, ଅପସନ ସି ଟା ଜାଣିପାରିଲେ ତ? କୋଉଠି ଗୁଗୁଲ ମିଟ୍ ନା କୋଉଥିରେ ଜଏନ କରୁଛନ୍ତି ଲେଟ୍, ମୁଁ କହୁଛି ବାରମ୍ବାର ଜଏନ କରନ୍ତୁନି, ଯିଏ ଜଏନ କରୁଛି କରୁଛୁ, କ୍ଲାସ କରିବା ଚାଲନ୍ତୁ ଆଗକୁ, ଜଲ୍ଦି ଜଲ୍ଦି କରିବା, ବହୁତ ଗୁଡେ ଅଛି ତ। ତାପରେ ନେକ୍ସଟ ଏଟା ଦେଖିଲେ ଟିକେ ଟ୍ରାଏ କଲେ, ଏଇଟା କିଏ କହିପାରିବ, ଦେଖୁ ଦେଖୁ କିଏ ଆନ୍ସର କହିପାରିବ, ଏଟା ଯେ ମୁଁ କ୍ଲାସ କରିଛି ସେ ଜାଣିପାରିବ, ଏଟା ଦେଖୁ ଦେଖୁ କିଏ ଆନ୍ସର କହିପାରିବ, ଏଟା କେତେ ହବ, ଦେଖୁ ଦେଖୁ ଆନ୍ସର କିଏ କହିପାରିବ, କିଏ କହିପାରିବେନି? ଆପଣ ପଢିନାହାନ୍ତି, କ୍ଲାସ ଦେଖିନାହାନ୍ତି ବୋଧେ? ଏଟା କୋଉଥିରେ ପଚାରିଛି ଇକ୍ୱାଲେଣ୍ଟ ୱେଟ, ଇକ୍ୱାଲେଣ୍ଟ ମାସ ପର୍ଯ୍ୟନ୍ତ କେତେ ଡେପ୍ଥଲି ପଢା ହେଇଥିଲା, ଆରେ ଇକ୍ୱାଲେଣ୍ଟ ୱେଟ ଏଠି କଣ ଦେଇଛି KMnO4 ଟା କଣ ଥିଲା ଅକ୍ସିଡାଇଜିଂ ଏଜେଣ୍ଟ ଟା ଗୋଟେ ବା, ଏଟା ଗୋଟେ ଅକ୍ସିଡାଇଜିଂ ଏଜେଣ୍ଟ ର ପଚାରିଛି କଣ ଇକ୍ୱାଲେଣ୍ଟ ୱେଟ, ଅକ୍ସିଡାଇଜିଂ ଏଜେଣ୍ଟ ର ଇକ୍ୱାଲେଣ୍ଟ ୱେଟ କେମିତି ବାହାରେ କହିଥିଲି, ଆମେ କଣ କରିପାରିବା ଏଠି KMnO4 ତ ଗୋଟେ ସ୍ପେଶାଲ କହିଥିଲି, ଅକ୍ସିଡାଇଜିଂ ଏଜେଣ୍ଟ ର କେମିତି ବାହାରେ, ତାହେଲେ କଣ କହିପାରିବେ molecular weight divided by କଣ ଥିଲା, এটা ଗୋଟେ କଣ ଅକ୍ସିଡାଇଜିଂ ଏଜେଣ୍ଟ, ତାହେଲେ କଣ ହଉଥିବ ନିଜେ ରିଡ୍ୟୁସ ହଉଥିବ ଗେନ୍ ଅଫ ଇଲେକ୍ଟ୍ରନ କି ନାଇଁ, ଗେନ୍ ଅଫ ଇଲେକ୍ଟ୍ରନ ହେଇପାରିବ, ତାହେଲେ ଏଟାକୁ ଆମେ ଇଜି ମେଥଡ କରିପାରିବା, ଏମିତି ବି କରିପାରିବା, ତାହେଲେ କେତେ ଗେନ୍ ଅଫ ଇଲେକ୍ଟ୍ରନ କରିଛି, यार ଯଦି ଆମେ କଣ ବାହାର କରିଦବା ଅକ୍ସିଡେସନ ନମ୍ବର ବାହାର କରିଦବା, ଆର ବି ଅକ୍ସିଡେସନ ନମ୍ବର ବାହାର କରିଦବା, ତାହେଲେ କେତେ ଗେନ୍ ଅଫ ଇଲେକ୍ଟ୍ରନ କରିଛି ଜଣା ପଡିଯିବ। ଆଉ ଆଉ କେମିତି କରିହବ ଆକୁ, ଆ ପାଇଁ ମୁଁ ଗୋଟେ ସର୍ଟ ଟ୍ରିକ୍ ଦେଇଥିଲି KMnO4 କିଏ କହିପାରୁନାହାନ୍ତି, KMnO4 ଯେତେବେଳେ ଏସିଡ ରେ ରିଆକ୍ସନ କରେ, ଏଇଟା କୋଉଥିରେ ରିଆକ୍ସନ କରିଛି
H2SO4 ଟା କଣ ଗୋଟେ strong acid ଯେତେବେଳେ acid react କରିବ କଣ ହବ molecular weight by କଣ ହେଇଯିବ 5 ଯେତେବେଳେ base ଆଉ କଣ କିମ୍ବା neutral ଯେତେବେଳେ solution ରେ ତାହେଲେ କଣ ହେଇଯିବ molecular weight by କଣ ହେଇଯିବ 3 ଏଟା ବାସ୍ ଡାଇରେକ୍ଟ ଏଟା ଯେ ମନେ ରଖିଥିବ ଡାଇରେକ୍ଟ କରିବ ପରୀକ୍ଷାରେ କଣ ଏତେ କିଛି କ୍ୟାଲକୁଲେସନ କରିବା ଦରକାର ନାହିଁ ନହେଲେ ମୁଁ ଆର ଅକ୍ସିଡେସନ ନମ୍ବର ବାହାର କରିପାରିବି ବାହାର କଲେ କେତେ ହେଇଯିବ ଆର ଅକ୍ସିଡେସନ ନମ୍ବର पोटेशियम को ग्रुप रे 1 ग्रुप रे 1 मैंगनीज रो x नहीं गली ताले ये केते 4 दुणे 80 माइनस 8 इक्वल टू 0 ताले x इक्वल टू केते होला +7 यार ऑक्सीडेशन नंबर यार केते हिजो मैंगनीज रो देखले यार ये कोन आगो भांगिले कोन हो ये मैंगनीज कोन MnSO4 टा 2 माइनस टा ताले कोन Mn कोन हिथिबो Mn2 प्लस SO4 2 माइनस सल्फेट आयन 2 प्लस ताले यार 2 ताले केते होला यार होला केते +2 होची एठी केते +7 ताले केतेटा इलेक्ट्रॉन गेन करची 5टा इलेक्ट्रॉन गेन करची ताले डिवाइडेड बाय केते हिजो 5 हिजो एमती भी करी हबो नले जे शॉर्ट ट्रिक रे एटा मन रखथिबे एटा सब इजी एटा बहुत इंपोर्टेंट एटा ऑक्सीडाइजिंग एजेंट गुडाको तापर देछि which one of the following pairs will have the same number of molecules ताले एटा कोन करिया मोल कन्वर्ट कर मोल रे कन्वर्ट करिया ताले 1 ग्राम हाइड्रोजन यार कोन 1 मोल यार कते 44 ग्राम ताले एटा करते 44 ग्राम ऑफ कार्बन डाइऑक्साइड ये भी 1 मोल होची की ना ताले 1 मोल ताले एटा होची एटा ऑप्शन एटा होची देखले ऑप्शन एटा होची ना ऑप्शन एटा होनी 1 ग्राम ऑफ हाइड्रोजन हैला हाइड्रोजन टा H2 गोटे एलिमेंट हाइड्रोजन को केतेले हबनी H एटम रे नेबेनी ताले एटा कोन होची एटा होबनी हाफ हे जिवो यार 2 ग्राम हाइड्रोजन ठीक अछि यार 44 ग्राम हे गली ये केते हे जिवो 44.2 44.8 लीटर हे गले ये 2 मोल हे जिवो तो ये भी सेम नो ये भी केते 2 ग्राम है हाइड्रोजन ये 1 मोल होची ये रो केते 2 ग्राम हो ये तो हो नहीं 4 टा देखले 1 ग्राम ऑफ हाइड्रोजन हाफ मोल होची एटा केते 11.5 हां ये भी हाफ मोल होची ताले एटा होची आंसर कि नहीं ऑप्शन डी टा होची आंसर एमती मोल रे कन्वर्ट कर दे बाटरे इजी जो तापरे एसएसबी 2023 एबे एग्जाम दिछे 2023 रे एटा क्वेश्चन थिला 1 मोल ऑफ ऑक्सीजन गैस एट एनटीपी इज इक्वल टू कोन हबो कोन हबो केते ऑक्सीजन गैस 6.23 into 10 to the 60.8 तो एटा हबो कोन ऑप्शन एटा हबो आंसर टा कि नहीं मॉलिक्यूल्स टा एटम टा कोन पई हबनी कहि परिबे एटा हबो काहे कि ना O2 टा लागे नै एटम हेतिले कोन हे जिवो into 2 हे जिवो 6.023 into कोन हेतिला एटा into 2 हेतांता एटम जदी हेतांता लागे नै किंतु लागे नै एटा किंतु नॉर्मल टा देछटा हबनी 16 ग्राम ऑफ ऑक्सीजन हबो कि नाही एटा केते 16 ग्राम ऑफ ऑक्सीजन हे गले कोन हबनी कारण O2 हे गले केते 32 ग्राम एटा तेनो एटा ही हबो मॉलिक्यूल्स टा ऑप्शन एटा आंसर नेक्स्ट जीवा एटा आरएचटीपीसीएम आरएचटी क्वेश्चन गुडा करदा एटा हम पढैतिली क्लास रे कर देतिली फिर कर दवा एबे देखो द वेपर डेंसिटी ऑफ ओजोन रो कोन फार्मूला जानचंती ओजोन रो O3 ताले केते आसला मॉलिक्यूलर मास केते हिजो 48 त मॉलिक्यूलर मास केमति बारे वेपर डेंसिटी हेले 2 into कोन थिला वेपर डेंसिटी ताले कोन हिजो वेपर डेंसिटी इक्वल टू कोन हिजो मॉलिक्यूलर मास बाय 2 हिजो ताले केते गला 48 by 2 इक्वल टू केन हला 24 एगुडा पाटरे भी करी होबे एगुडा कैलकुलेशन दरकार भी नै हेते तारे नेक्स्ट देछि एटा कोन पढिथिले द स्पेसिफिक हीट ऑफ एलिमेंट कांस्टेंट देछि 6.4 एटा कोटा कहि परियो एटा डुलंग पेटिकल क्लास रे पढा हितला कोन एप्लीकेशन ऑफ अवोगाड्रोस लॉ ना कोथि थिला एतरा तले एटा कोन थिला एटॉमिक मास इक्वल टू कहि परियो फार्मूला टा एटॉमिक मास इक्वल टू कोन थिला 6.4 डिवाइडेड बाय कोन स्पेसिफिक हीट कि नै एटा को लॉ एटा होची डुलंग पेटिकल लॉ हला ए लॉ ताको लॉ टा डायरेक्ट पचार थिला पीसीएम रो नेक्स्ट देछि CO और CO2 ताले इलस्ट्रेट द लॉ एटा मु डायरेक्ट पढिथिली क्लास रे कोन CO और CO एटा कोथरे मल्टीपल प्रोपोर्शन केम जानिले कहि परिबे जेतले दीटा मॉलिक्यूल पचारथियो सॉरी पढा पळेला जेतले कोन थियो ना जेतले कोन थियो मल्टीपल प्रोपोर्शन कोन दीटा जेतले मॉलिक्यूल ऊपर आस्थुवा तले कोन मल्टीपल प्रोपोर्शन हबो ठीक ऊपर को जस्ट ना अच्छा मल्टीपल प्रोपोर्शन रे हबो एटे कोन अछि CO अछि और CO2 आ किंतु दीटा कोन होतबो गोटा कर कोन होतबो मल्टीपल प्रोपोर्शन कोन थिला लटा गोटा कर गोटे एटम रे कोन थिबो सेम मास आ गोटे कोन
सेम बा फिक्स्ड मास कहते जोटा फिक्स्ड मास सहित रिएक्शन करिवो कोन अदरटा एलिमेंट टा कोन थिबो ना डिफरेंट मास सहित लाइक ना एटा टिके नजर करथि डिफरेंट मास किंतु एटम गुडा कोन थिबो सेम रहइबो यार कार्ड पड़ जाउछ एटम गुडा कोन रहइबो सेम रहइबो एटा डायरेक्ट एटे तापर नेक्स्ट जिबा देखि व्हिच वन ऑफ द फॉलोइंग हैज द लार्जेस्ट नंबर ऑफ मोल्स एटा मोल्स रे बाहर कर दबा सेमतिया ताले 80 ग्राम ऑक्सीजन ताले केते जिवोटा 80 ग्राम ऑक्सीजन टा हाफ मोल ले जिवो कि नाही 80 ग्राम हेले कोन 80 बाय केते 16 हाफ मोल 16 हेले केते जिवो 16 बाय ऑक्सीजन गैस टा केते 32 ए 32 एटा O2 ने जिवे हला 32 ताले ये भी जाउची कोन हाफ मोल half ये भी केते ଏଇଟା ବି half नाइट्रोजन ହବ 14 बाय 28 ये भी जाउची हाफ मोल 28 ताले कोन ऑल हैव द सेम नंबर ऑफ मोल्स जे बुझी परिबेनी कि जानि परिबेनी पचारिबे हला कि नाही किछ असुविधा नाही मु बुझे देबी जोठी ताको प्रॉब्लम हो नेक्स्ट दिबा कैलकुलेट द मोलालिटी ऑफ 2.5 ग्राम ऑफ इथेनोइक एसिड एतिरे बेंजोइक कोन थरे बेंजीन रे ना ताले एटा केमति बाहर करिया मोलालिटी पचारछि ना मोलालिटी हमर केमति बाहरे नंबर ऑफ मोल्स डिवाइडेड बाय नंबर ऑफ मोल्स ऑफ कोन नंबर ऑफ मोल्स ऑफ कोन थिला सॉल्यूट अरे यार ऊपर लिखला कटि जाउछि टिके तळे लिखिया मोलालिटी केमति बाहरे मोलालिटी नंबर ऑफ मोल्स ऑफ कोन थिला सॉल्यूट रो डिवाइडेड बाय कोन थिला सॉल्वेंट इन केजी कि नाही ताले सॉल्वेंट टा नै जिवा ताले नंबर ऑफ मोल्स हम आकु हम कहितले एलाबोरेट करके लिखि परिबानी आकु वेट बाय कोन थिला मोलार मास लिखि देबा इनटू 1000 बाय कोन कर देबा तळे कोन दे देबा ग्राम रे दे देबा कि नाही सॉल्वेंट टा देबा किंतु कारोटा सॉल्वेंट रो देबा हला सॉल्वेंट रो दे देबा तन ग्राम रे हमर तो सबले मास उडा थाय ना सेति भाई एमति एलाबोरेट करतले जे जो ताले वेट केते देछि 2.5 ग्राम कारो calculate the molality of ethanoic acid ना CH3COOH ना कि आरो in 20 ताले ethanoic acid रो एटा ethanoic acid ना कि CH3COOH आरो बाहर करले मोलार मास केते आछी रो यार मोलार मास टा केते आछी यार कार्बन रो केते आछिबो कार्बन रो दुईटा कार्बन अछि 24 प्लस हाइड्रोजन चारिटा अछि ये 32 हे गले केते हिजिबो ये जो बोते 60 60 हिजिबो ना 60 हे जाउछि ना ଆଜ୍ଞା 60 ताले इनटू केते होला 1000 डिवाइडेड बाय केते हेबो ग्राम रे कारोटा से पचाछि हमर कोन मोलालिटी रे कोन थिला हमर सॉल्वेंट रखिबा ताले एटी सॉल्वेंट टा की ये सॉल्वेंट टा कि नाही सॉल्वेंट टा की ग्रुप टाइम लिखि सॉल्वेंट टा की बेंजीन टा सॉल्वेंट कि नाही एटी बेंजीन टा कोन 75 ग्राम कर जोड़ा अछि बेंजीन टा एटा सॉल्वेंट का को जे लार्ज अमाउंट थाय सॉल्यूशन है ताको कोन को जे सॉल्वेंट आज स्मॉल अमाउंट थाय ताले सॉल्यूट एटी इथेनोइक एसिड सॉल्यूट ताले सॉल्वेंट टा डायरेक्ट हम पकेबा ताले याकू सॉल्यूशन कर देले हे जिवो सॉल्यूशन कर देले पळे आसीबो ए जो 0.56 जोटा देछि सेटा करबा कोन एटा देछि तो मोलालिटी अमूल केजी इनवर्स हला ऑप्शन एटा नेक्स्ट देछि कोटा एटा देछि कैलकुलेट द मोल फ्रैक्शन ऑफ द एथिलीन ग्लाइकॉल C2H6O2 in a solution containing 20% of ethylene by mass ताले कोन देछि एथिलीन ग्लाइकॉल रे पचारछि ताले C2H6O2 एटा एथिलीन ग्लाइकॉल आर केते देछि 20% माने ये 20% जदि हला ताले आ कोन हेतिबो वाटर केते हेतिबो 80 हेतिबो कि नाही 80% 80% चलो अब 80% ये 20% भाबी नबा हम ग्राम रे नै जाओ कि नाही ग्राम रे नै गला हमको कैलकुलेशन करिया को इजी हो मान लो ये केते 20 ग्राम ये होला 80 ग्राम एबे हम कोन मोल फ्रैक्शन बाहर करिया केमति थिला मोल फ्रैक्शन ऑफ ए हम कोन थिला नंबर ऑफ मोल्स ऑफ ए डिवाइडेड बाय नंबर ऑफ मोल्स ऑफ ए प्लस नंबर ऑफ मोल्स ऑफ कोन थिला बी एमति हम बाहर करनते तले याको फार्मूला को यूज करिया कहले फर्स्ट हम कोन बाहर करिया पड़ो नंबर ऑफ मोल्स बाहर करिया नंबर ऑफ मोल्स ऑफ कारो एथिलीन ग्लाइकॉल नंबर ऑफ मोल्स केते हेबो 20 ग्राम डिवाइडेड बाय एथिलीन ग्लाइकॉल को मोलर मास बाहर करले केते हेबो कार्बन 24 ये हिजबो केते 6 ये 32 तले केते हेगला ये 60 बदे होछि ना एबे जो करले 36 ଆଜ୍ଞା 60 60 होछि तले 1/3 हे जाउछि मोल तले एटा केते हेबो आरटा n रो H2O रो केते हिजो 80 डिवाइडेड बाय केते 18 एटा डिवाइड करले केते आसीबो 4.44
এটা 62 ହଉଛି ନା ସେ 60 ହଉଛି କାର୍ବନ କେତେ 24 ଇଏ 6 କେତେ ହେଲା 30 ହେଲେ 62 ହଉଛି ନା ନା এটা 62 ହେଇଗଲେ କେତେ ହେଇଯିବ 10/31 10/31 ହେଇଗଲେ ଏଟା ହେଇଯିବ 0.322 ମୋଲ୍। ତାହେଲେ ଏବେ କେବେ କାର ବାହାର କରିବା କାଲକୁଲେଟ ଦ ମୋଲ୍ ଫ୍ରାକ୍ସନ ଅଫ ଏଥିଲିନ ଗ୍ଲାଇକୋଲ ବାହାର କରିବା ଖାଲି ଆକୁ ଆର ପଚାରିଛି ତାହେଲେ କଣ ହବ ମୋଲ୍ ଫ୍ରାକ୍ସନ ଅଫ କାର ଏଥିଲିନ ଗ୍ଲାଇକୋଲ ବାହାର କରିବା କେତେ ହେଇଯିବ 0.322 ଡିଭାଇଡେଡ ବାଇ କେତେ 4.44 ପ୍ଲସ କେତେ ହେଇଯିବ 0.322 ଆକୁ ବାହାର କରିଦେବେ ସଲ୍ୟୁସନ କରିଦେଲେ ପଳେଇ ଆସିବ ଏଟା ହେଲା କି ନାଇଁ ଏଟା ପଳେଇ ଆସିବ 0.068 এটা କଣ ଦେଇଛି on complete combustion of ଦେଇଛି 0.246 gram of organic compound gave ଦେଇଛି 198 gram of carbon dioxide and 0.1014 of water determine the percentage composition of the carbon compound ଆଚ୍ଛା percentage composition ପଚାରିଛି ନାଇଁ ଗୋଟେ organic compound ତାହେଲେ ମାନେ ନେଲେ ଗୋଟେ organic compound ତ କୋଉଟା ଦେଇ ନାହିଁ ନାଇଁ କି ଗୋଟେ ତାହେଲେ ଏଟା କେମିତି ବାହାର କରିବା ତାହେଲେ ଏଟା ରିଆକ୍ସନ ଟା ଆମକୁ ଲେଖିବାକୁ ପଡିବ ଫାର୍ଷ୍ଟ organic compound କଣ ହଉଛି combustion ହଉଛି ତାହେଲେ କଣ ହେଇଥିବ ଅକ୍ସିଜେନ ସହିତ ରିଆକ୍ଟ କରୁଥିବ ତାହେଲେ କଣ ଦେଇଛି ଫର୍ମେସନ କଣ କାର୍ବନ ଡାଇଅକ୍ସାଇଡ ଆଉ କଣ H2O ଠିକ ଅଛି ଯାହା ବି ହେଇଥାଉ ଅର୍ଗାନିକ କମ୍ପାଉଣ୍ଡ ଦେଇନି ନା ମୁଁ ଆଉ କଣ ନେବି ଆଉ କଣ ଦେଇଥିଲେ ନେଇଥାନ୍ତି କିଛି ବି ହେଇପାରେ ଅର୍ଗାନିକ କମ୍ପାଉଣ୍ଡ ମାନେ କଣ ମିଥେନ ଇଥେନ ବ୍ୟୁଟେନ କିଛି ହେଇପାରେ ବ୍ୟୁଟିନ ବି ହେଇପାରେ କିଛି ବି ହେଇପାରେ ଅର୍ଗାନିକ କମ୍ପାଉଣ୍ଡ ଗୁଡା ତାହେଲେ କେତେ ଦେଇଥିଲା ଅର୍ଗାନିକ କମ୍ପାଉଣ୍ଡ ଦେଇଛି 0.246 ଗ୍ରାମ ଦେଇଛି ଅର୍ଗାନିକ କମ୍ପାଉଣ୍ଡ ଟା ଆଉ କାର୍ବନ ଡାଇଅକ୍ସାଇଡ କେତେ ଫର୍ମେସନ ହେଇଛି 0.98 ଗ୍ରାମ ହେଇଛି ଆଉ ୱାଟର ଟା କେତେ ହେଇଛି 0.1014 ଗ୍ରାମ ହେଇଛି ତାହେଲେ ଦେଇଛି ଡିଟରମାଇନ ଦ ପରସେଣ୍ଟେଜ କମ୍ପୋଜିସନ ଅଫ କାର୍ବନ କମ୍ପାଉଣ୍ଡ ତାହେଲେ ଏଆର ପଚାରିଛି କମ୍ପାଉଣ୍ଡ ର ତାହେଲେ କାର୍ବନ ଆର ଏଠି କେତେ ଆସିବ କାର୍ବନ ର ପରସେଣ୍ଟେଜ କମ୍ପୋଜିସନ କାର୍ବନ କେତେ ଏଠି ପରସେଣ୍ଟେଜ କମ୍ପୋଜିସନ ହବ ତାହେଲେ କେତେ ହବ କାର୍ବନ ର ଆମେ ଯଦି ମନେ କର ମୁଁ ଖାଲି କାର୍ବନ ଡାଇଅକ୍ସାଇଡ ପାଇଁ ବାହାର କରିଥାନ୍ତି ତାହେଲେ କେତେ ହେଇଥାନ୍ତା 12 ବାଇ କେତେ ପରସେଣ୍ଟ ଟୋଟାଲ ମାସ ମାସ ଅଫ ଏଲିମେଣ୍ଟ ଡିଭାଇଡେଡ ବାଇ ତାପରେ କଣ ହେଇଥାନ୍ତା ଟୋଟାଲ ମାସ କେତେ 44 ହେଇଥାନ୍ତା କିନ୍ତୁ ଆମର କଣ ଫର୍ମେସନ ହେଇଛି ଏତିକି ଆଉ ଥିଲା ଏତିକି ତାହେଲେ ଆକୁ ଆମେ ଇନକ୍ଲୁଡ କରିବା 198 ଡିଭାଇଡେଡ ବାଇ କଣ 0.446 କି ନାଇଁ ତାପରେ ପରସେଣ୍ଟେଜ ରେ ପଚାରିଛି 100 କରିଦବା କି ନାଇଁ ତାହେଲେ ପଳେଇ ଆସିବ ସେଇଟା এটা କଣ ପାଇଁ କଲେ ଜାଣିଛନ୍ତି ନା ନାଇଁ କାହିଁକି ନା ଏତିକି ଗ୍ରାମ ଦେଇଥିଲା ଏତିକି ଗ୍ରାମ ଆମର ପ୍ରଡକ୍ସନ ହେଲା ତାହେଲେ କେତେ ପ୍ରଡକ୍ସନ ହେଲା ସେଥିପାଇଁ ପରସେଣ୍ଟେଜ ବାହାର କରିବା ନା ନାଇଁ ତାହେଲେ ଏଟା ପଳେଇ ଆସିବ ନେକ୍ସଟ ଦେଖିବା ଏଇଟା ଦେଇଛି ଇଜି ପ୍ରେଡିକ୍ଟେବଲ ସିମ୍ପଲ ଫର୍ମୁଲା ଏଇଟା ଫର୍ମୁଲାଟା ପଚାରିଛି ତାହେଲେ କଣ ହେଇଯିବ ସିଲିକନ ଆଉ କଣ ଦେଇଛି ବ୍ରୋମିନ ତାହେଲେ ବ୍ରୋମିନ ର କେତେ ପଢିଥିଲି ଭାଲେନ୍ସି 1 ଆଉ ସିଲିକନ କଣ କୋଉ ଗ୍ରୁପରେ ଅଛି କାର୍ବନ କମ୍ପାଉଣ୍ଡ ନାଇଁ କାର୍ବନ କେତେ 4 ତାହେଲେ ଏଟା ଆର ଏଠି ଆସିବ ଏଟା ଏଠି ଆସିବ ତାହେଲେ କଣ ହେଇଯିବ SiBr4 ହେଲା ଏଟା କେମିତି ବାହାର କଲେ ଜାଣିପାରିଲେ ତ ଏଟା କୋଉଥିରେ ଭାଲେନ୍ସି ୟୁଜ କଲି ହେଲା କି ନାଇଁ ଭାଲେନ୍ସି ୟୁଜ କରିକି ବାହାର କରିବେ ତାପରେ ନେକ୍ସଟ ଯିବା ଆମର ଏଇଟା ସିମ୍ପଲ କରିଦେବେ ପ୍ରୋଟୋନ ନ୍ୟୁଟ୍ରନ ଏଗୁଡା ପଚାରିଛି କଣ ବ୍ରୋମିନ ପଚାରିଛି ବ୍ରୋମିନ କେତେ ଦେଇଛି 35 ଦେଇଛି 80 ଦେଇଛି ଏଟା ନିଜେ କରିଦେବେ ତାହେଲେ ପ୍ରୋଟୋନ କେତେ ହେଇଯିବ ଏଟା ତ ଜଣା ପଡିଯାଉଛି 35 ହେଇଯିବ ନ୍ୟୁଟ୍ରନ କେତେ ହେଇଯିବ 45 ହେଇଯିବ ବୋଧେ ଆଉ ଇଲେକ୍ଟ୍ରନ ବି 35 ହେଇଯିବ ହେଲେ ସିମ୍ପଲ ହେଲେ ଏଇଟା ହବ ନା ସିମ୍ପଲ ଟା ଏଇଟା କଣ କରିବା ତାପରେ କମ୍ପାଉଣ୍ଡ କଣ୍ଟେନ୍ ଏଗୁଡା କଣ ଦେଇଛି 4.07 ହାଇଡ୍ରୋଜେନ 24.27 ଦେଇଛି କାର୍ବନ ଏଣ୍ଡ 71.65 କ୍ଲୋରିନ इट्स मोलार मास दे देछि व्हाट इज एम्पिरिकल फॉर्मूला एटा पढैथिले केमति करिया ताले कोन करिया को पे हम कोन हाइड्रोजन देछि आ कोन देछि कार्बन देछि आ कोन देछि क्लोरीन देछि एमति कहथिले टेबल बने देबे एटा इजी हे जिवो टेबल बनेले ही इजी हे जिवो नले लेट हबो तेदे आरो केते एटा परसेंटेज अबंडेंस गुडा को परसेंटेज बाय मास देछि ताले केते एटा देछि 4.07 एटा केते 24.27 एटा 71.65 ताले हमर कोन एटॉमिक मास गुडा केते आरो हाइड्रोजन रो 1 आरो 12 आरो 35.5 ताले हम कोन ताले एटा बाहर कर दवा रेशियोटा कोन हो जिवो तो डिवाइड कर दवा एटॉमिक मास टा 4.07 डिवाइडेड बाय 1 कर दवा 24.27 डिवाइडेड बाय 12 એટલે કોણ હબો 71.65 डिवाइडेड बाय कोन 35.5 ताले एटा केते जिवो 4.07 हे जिवो एटा जिवो केते 2 पॉइंट समथिंग बता आसीबो एटा भी केते आसीबो 2 पॉइंट समथिंग ना ताले एटा हां कहले
ଆମର ଏକ୍ଜାମର କେମିତି ଆମେ ଏଟାକୁ ସ୍ପିଡ୍ କରିପାରିବା ଆମ ଟାଇମ୍ ମ୍ୟାନେଜମେଣ୍ଟ କରି? ହଁ ପ୍ରାକ୍ଟିସ୍ ଆଉ କିଛି ନୁହଁ। ସେଥିପାଇଁ ପ୍ରାକ୍ଟିସ୍ ମାନେ ଦରକାର। ଆମେ ଟିକେ କାଲକୁଲେସନ ଏଗୁଡା ଆମେ ଟିକେ ପ୍ରାକ୍ଟିସ୍ ଦରକାର। ଏତେ କୋଶ୍ଚେନ୍ ତ ଆମେ କେମିତି ଏଟାକୁ ମ୍ୟାନେଜ କରିକି କରିପାରିବା? ଯଦି ଆପଣ ପ୍ରାକ୍ଟିସ୍ କରିବେ ମାନେ ସ୍ପିଡିଲି ପ୍ରାକ୍ଟିସ୍ କଲେ ହିଁ ପାଠ ପଢିଲେ ହିଁ ହେଇପାରିବ ଇଜିଲି। କିଛି ଏମିତି ଏଇଟା ଏତେ ଦେଖନ୍ତୁ ମୁଁ କେତେ ଜଲ୍ଦି କରୁଛି। ଆପଣଙ୍କୁ ଆଜ୍ଞା ଲାଗୁଛି କେତେ ଇଏ ବୋଲି, ମୁଁ କେତେ ଫାଷ୍ଟ କରୁଛି। ମୁଁ ତ ବି ପଢିଛି ନା ପାଠ, ଆପଣ ମୁଁ ଆଉ କଣ ଇଏ କି? ଆଜ୍ଞା ତେଣୁ ଫାଷ୍ଟ ସେମିତିଆ ପ୍ରାକ୍ଟିସ୍ କଲେ ହିଁ ହବ। ଆଉ ଏ କାଲକୁଲେସନ ଟା ଟିକେ ନିଜେ ଟିକେ ପ୍ରାକ୍ଟିସ୍ କରିବେ। କାଲକୁଲେସନ କେମିତି କରିବେ ଏଇଟା ୟୁଟ୍ୟୁବରେ ବହୁତ ଭିଡିଓ ପଡିଛି ସାର୍, ହେଲା କି ନାଇଁ? କେମିତି କାଲକୁଲେସନ ଫାଷ୍ଟ କରିବେ କୋଉଠୁ ଗୋଟେ ଦେଖିଦେବେ ଆଉ। ଏଇଗୁଡା ନା ଆପ୍ରୋଚ ଟା ଆମକୁ ଆପଣ ଫାଷ୍ଟ ହେଲା କୋଶ୍ଚିନ୍ ଜାଣିବାକୁ ଗଲେ ମୁଁ ଯୋଉ ଫାଷ୍ଟ କହିଲି ବା, ଫାଷ୍ଟ ଆମର ତିନିଟା ଉପାୟରେ ଜାଣିପାରିବେ। ମୁଁ ମୋ ଲଜିକ ରେ ଯେତିକିରେ ମୁଁ କୋଶ୍ଚିନ୍ କରେ, ଫାଷ୍ଟ ମୁଁ କରେ କନସେପ୍ଟ ଧରେ। କୋଉ ମାନେ କନସେପ୍ଟ ମୋ ଫାଷ୍ଟ କହିବା କଥା ସାର୍ ମୁଁ କୋଶ୍ଚିନ୍ ପଢିଲି ମାନେ ମୋ ମାଇଣ୍ଡରେ କମ୍ପାଉଣ୍ଡ କଣ୍ଟେନିଂ ଏତିକି ପରସେଣ୍ଟ ହାଇଡ୍ରୋଜେନ ଏତିକି ପରସେଣ୍ଟ ହାଇଡ୍ରୋଜେନ ମୁଁ ପଢିଦେଇଛି ମାନେ ମୁଁ ଗୋଟେ ଜାଣିଦେଲି ଯେ ଏଟା ଇମ୍ପେରିକାଲ ଫର୍ମୁଲାର ଏଇ ଜିନିଷଟା। ଆଉ ଇମ୍ପେରିକାଲ ଫର୍ମୁଲାରେ ମୁଁ କେମିତି କୋଶ୍ଚିନ୍ କରିଥିଲି ମୁଁ ପ୍ରାକ୍ଟିସ କରିଛି ଅଲରେଡି କୋଶ୍ଚିନ୍। ତେଣୁ ମୁଁ ଏଠି ଡାଇରେକ୍ଟ ଫାଷ୍ଟ କନସେପ୍ଟଟା ଜାଣିପାରିଲେ ସେକେଣ୍ଡ ତାପରେ ଆପ୍ଲାଏ କରିବେ ଡାଟା କଣ ଦେଇଛି। ତାପରେ ଆପଣ ଆପ୍ଲାଏ କରିବେ ଆନାଲିସିସ୍ କରିବେ ତାପରେ ଅଟୋମେଟିକ ମାନେ ହେଇଯିବ ଆମ ଆନ୍ସର। 2 ଘଣ୍ଟା ଭିତରେ ଆମକୁ ଗୋଟେ ହଁ ଘଣ୍ଟା ଆମକୁ 2 କୁହନ୍ତୁ। ଘଣ୍ଟା ଟାଇମ୍ ମିଳିବାର ଆମକୁ 2 ଘଣ୍ଟା ଟାଇମ୍ ମିଳୁଛୁ। ହଁ 2 ଘଣ୍ଟା ଭିତରେ ଯେ ଆମ ମ୍ୟାଥ ଆଉ ଆମର କେମିଷ୍ଟ୍ରି କଲା ସେଠି ଫିଜିକ୍ସ ଟା ଟାଇମ୍ ହଉନି। ହଁ ସେମିତିଆ ହବ ଆଉ। ଆଜ୍ଞା ସେମିତିଆ ହବ ଆଉ। କୋଉଠି ସବୁତକ ଆଉ 150 କୋଶ୍ଚିନ୍ କୁ ଦଉଛି କେତେ 120 ଦେଖନ୍ତୁ ଆଜ୍ଞା ସେଇଟା ଆଜ୍ଞା ଆପଣ 1.5 ଘଣ୍ଟା ନୁହଁ। ମାନେ ମୋର ଲଜିକ ହଉଛି ଆପଣଙ୍କୁ ଏକ୍ସାମ ରେ କ୍ୱାଲିଫାଏ କରିବାର ଅଛି, ହେଲା କି ନାଇଁ? ଆପଣ ଟ୍ରାଏ ଆଜ୍ଞା କରିବେ କି ମୁଁ 150 କୋଶ୍ଚିନ୍ କରିବି ବୋଲି। ଆପଣ କଣ 150 କୋଶ୍ଚିନ୍ ଟ୍ରାଏ କରିଲେ କଣ ଆପଣ କ୍ୱାଲିଫାଇ କରିବେ କି? ନାଇଁ ନା। ଆପଣ ଆଜ୍ଞା ଟ୍ରାଏ କରିବେ କି ମୁଁ 80% କେମିତି ମାର୍କ ରଖିବି, ହେଲା କି ନାଇଁ? ଦୁନିଆରେ କୌଣସି ଏକ୍ସାମ ନାହିଁ, ଆପଣ ନେଇଯାଆନ୍ତୁ ଓଡିଶା କଥା କହୁଛି, ଓଡିଶାର କୌଣସି ବି ଏକ୍ସାମ ରେ 80% ରଖ, ତାହେଲେ କେହି ଯଦି ଫେଲ କରିଦେବେ ତାହେଲେ ମତେ କହିବେ। ତାହେଲେ 100 ରୁ 80 ହେଲେ 120ଟା କୋଶ୍ଚିନ୍, ଆଉ 120ଟା କୋଶ୍ଚିନ୍ ଆପଣ ଆରାମସେ ଆଟେଣ୍ଡ କରିପାରିବେ, ହେଲା କି ନାଇଁ? 120ଟା କୋଶ୍ଚିନ୍ ଆଟେମ୍ପ୍ଟ କରିପାରିବେ ଆରାମସେ। ଆମ 120 ଦେଢ ମିନିଟ୍ ଶହେ ଗୋଟେକୁ ଗୋଟେ ଶହେଟା ମିନିଟରେ ଆପଣ କୋଶ୍ଚିନ୍ କରିପାରିବେ। ଅଛି। ଏଇଟା ଗୋଟେ ମିନିଟରେ ହେଇଯିବ। ଆପଣଙ୍କୁ ଲାଗୁଛି ଏଇଟା ଏତେ ବଡ କୋଶ୍ଚିନ୍, ନାଇଁ ଏଇଟା ଗୋଟେ ମିନିଟରେ ହେଇଯିବ। ମୁଁ ଜାଣିଛି ଏଇଟା ମୁଁ ଗୋଟେ ମିନିଟରେ କରିଦେବି ପା। କାଇଁ କରିପାରିବିନି? ଆଜ୍ଞା ଦେଖୁନାହାନ୍ତି ଏଇଟା କେତେ ହେଇଗଲା? ଏଇଟା ହେଇଯିବ କେତେ ଆପ୍ରୋକ୍ସିମେଟଲି। ଆକୁ ଯଦି ଆମେ ରେସିଓ ଗୁଡା ବାହାର କରିଦବା, ଦେଖୁନାହାନ୍ତି ମୁଁ କେତେ ଫାଷ୍ଟ କରୁଛି। ଆଟମିକ ରେସିଓ ଟା ଜଣା ପଡିଯାଉଛି 2 ହବ, ଏଇଟା 1 ହବ, ଏଇଟା 2 ହବ। ତାହେଲେ କଣ ଆସିଲା? ସି ହେଲା, H2 ହେଲା ଆଉ Cl ହେଲା। CH2Cl ହେଇଗଲା, ହେଲା କି ନାଇଁ? ଦେଖୁନାହାନ୍ତି କେତେ ଜଲ୍ଦି ହେଲା। ଏଇଟା କେତେ ସମୟ ଲାଗିଲା? ଏଇଟା ମତେ କେତେ ସମୟ ଲାଗିଲା? ନା ଏମିତି ଲାଗୁଛି ଆପଣଙ୍କୁ କରିଲେ ଆଉ। ହଁ ଗୋଟେ ଗୋଟେ କୋଶ୍ଚିନ୍ ଅଛି 1 ମିନିଟ୍ ପ୍ଲସ୍ ନେଇଯିବ, ଯୋଉଟା କି 2 ମିନିଟ୍ 3 ମିନିଟ୍ ଦରକାର, 5 ମିନିଟ୍ ବି ଦରକାର ବେଳେ ବେଳେ ଗୋଟେ ଗୋଟେ କୋଶ୍ଚିନ୍ କୁ। ସେ କୋଶ୍ଚିନ୍ ଗୁଡାକୁ ସ୍କିପ୍ କରିଦେବେ ଆଉ କଣ। ସିମ୍ପଲ ଆଉ। ଯୋଉ କୋଶ୍ଚିନ୍ ମାନେ ଏକ୍ସାମ ରେ ମାନେ ଖାଲି ଯେ କୋଶ୍ଚିନ୍ କରିଲେ ସେ ଜବ୍ ପାଇବେ ସେମିତି ନୁହଁ। ବେଳେ ବେଳେ ଆଜ୍ଞା ସ୍କିପ୍ କରିବାଟା ହିଁ ମାନେ ବେଳେ ବେଳେ ମାନେ ହେଇପାରେ। କାରଣ ଆପଣ ତ ହଁ ସବୁ ଆଟେଣ୍ଡ କରିପାରିବେନି। ଯୋଉ କୋଶ୍ଚିନ୍ ଆପଣଙ୍କୁ ଲାଗୁଛି ପାରିବେନି ସେଟା ସ୍କିପ୍ କରିଦେବେ। ଧର 5 ଆଜ୍ଞା ମିନିଟ୍ 10 ମିନିଟ୍ ଯୋଉ କୋଶ୍ଚିନ୍ ଟା ନବ ତାକୁ ପରେ କରିବେ, ଆଗ ଇଜି କୋଶ୍ଚିନ୍ ଟା କରିବେ। ଏମିତିଆ ଏଇଟା ବି ସେମିତିଆ ଦେଇଛି, ସେ ସେମ୍ ଜିନିଷଟା ବୋଧେ ଦେଇଛି। ଏଇଟା ଗୋଟେ ଗୋଟେ ମଲିକୁଲାର କୋଶ୍ଚିନ୍ ଫର୍ମୁଲା ଆମକୁ ଟାଇମ୍ ପଚାରିଛି। ଲାଗୁଛି ନା। ହଁ ହଁ ଏଇଟା ମଲିକୁଲାର ଫର୍ମୁଲା ପଚାରିଛି। ଏଇଟା ହଁ କଣ ଥିଲା? ଏଇଟା କଣ ପଚାରୁଥିଲେ କି କୁହନ୍ତୁ ସାର୍? ଆଜ୍ଞା ସେଇ ଜିନିଷ ଗୋଟେ ଗୋଟେ କୋଶ୍ଚିନ୍ ଟାଇମ୍ ଲାଗୁଛୁ। ହଁ ସେଟା ଆପଣ ନିଜେ ଡିସାଇଡ୍ କରିବେ କୋଉ କୋଶ୍ଚିନ୍ କରିବି କୋଉ କୋଶ୍ଚିନ୍ ଛାଡିବି। ସେଟା ଆପଣଙ୍କ ହଁ ପଢିଲେ ପ୍ରାକ୍ଟିସ ସେଟା କଲେ ଆମର ଧରିଯିବ। ହେଇଯିବ ପୁରୁଣାଟା ସାର୍। ଭୁଲି ଯାଉଛି ମନେ ପଡୁନି। ଆଜ୍ଞା ଆପଣ ପଢନ୍ତୁ ପ୍ରାକ୍ଟିସ କରନ୍ତୁ। ଆପଣ କ୍ଲାସ କରିଥିଲେ ମୋର ହଁ ଏଇ ଗୋଟେ ଯୋଉ କ୍ଲାସ୍ କରୁଛି। ଆମର ଏଇଥିର କୋଉଥିର ଏଇ ଯୋଉ ଷ୍ଟ୍ରକ୍ଚର ଅଫ ଆଟମ ଏଇ ଷ୍ଟ୍ରକ୍ଚର ଅଫ ଆଟମ ବେଶୀ କନସେପ୍ଟ କରିଛନ୍ତି। ବେଶୀ କରୁଛି। ବେଶୀ କନସେପ୍ଟ ମୁଁ ଯୋଉ ପଢେଇଥିଲି ଗୋଟେ ଚାପ୍ଟର ପୁରା ପଢିଛନ୍ତି, ଆପଣ କ୍ଲାସ କରିଛନ୍ତି? ଗୋଟେ କରୁଛି ଖାଲି। ଗୋଟେ କରିଛନ୍ତି କେମିତି ହବ? ଏଇଟା ଗୋଟେରେ ନଦୀ ନାହିଁ ନେବା ବୁଝିଲେ ନା? ଏଇଟା ଗୋଟେରେ ନାଇଁ ନାଇଁ ପାଠଟା। ତେଣୁ ଆପଣ ପଢନ୍ତୁ ଆଗ, ଦେଖନ୍ତୁ ପଢିଲା ପରେ ହଉଛି ନା ନାଇଁ କୋଶ୍ଚିନ୍, ତାପରେ କେତେ ହଉଛି ନା। ଆଉ ନାଇଁ ମୁଁ ସ୍ୱପ୍ନ ଦେଖିଲେ ଆଉ ହବ ଏକ୍ଜାମ କି? ଦେଇଛି ମୁଁ ଆଉ ଦେଇଥିଲେ ଆଗରୁ? ଆଗରୁ ଦେଇଛି କିନ୍ତୁ ଟାଇମ୍ ହଁ ମ୍ୟାନେଜମେଣ୍ଟ ହଁ କରିପାରିଲି। ହଉନି ସେଥିରେ ଆଉ ହବ ଟିକେ ଆଉ ପ୍ରାକ୍ଟିସ ଟିକେ ଦରକାର ଆଉ। ହଉ ଠିକ ଅଛି। ହଁ ମୁଁ ଆଗରୁ ହେଇଯିବ ଦେଇଥିଲି ହେଇଯିବ ସାର୍। ହେଇପରା। ପ୍ରାକ୍ଟିସ କରନ୍ତୁ ପଢନ୍ତୁ ହେଇଯିବ। ଏଠି ଦେଇଛି କଣ ଏମ୍ପିରିକାଲ ଫର୍ମୁଲା ଆମର କଣ CH2 Cl2 ବାହାରିଲା। ଫିଜିକ୍ସ ଟାଇମ୍ ମ୍ୟାନେଜମେଣ୍ଟ ହେଇପାରେ। ହଁ ଟିକେ ସାର୍ ସେଇଟା ଆମେ ଡିସ୍କସନ କରିବା ପରେ ଟିକେ କଲ୍ କରିବେ, ନହେଲେ ଏଠି କ୍ଲାସ ଟା ଆମେ ଆଜ୍ଞା କରିଦଉ, ଆଜ୍ଞା ନହେଲେ ସରିବନି। 100ଟା କୋଶ୍ଚିନ୍ ତ ବୁଝିଲେ ନା? ଏବେ ଯାଏ 19ଟା ଯାଇଛି। ଆଜ୍ଞା 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 ହଁ ସାର୍ ଏଇଟା ଆମର କଣ୍ଟିନ୍ୟୁ କରନ୍ତୁ କରନ୍ତୁ। ଏମ୍ପିରିକାଲ ଫର୍ମୁଲା ଆମର ଏଇଟା ବାହାରିଲା। ତାହେଲେ ଏଇଟା ଆମର ସେମ କୋଶ୍ଚିନ୍ ଟା ମୁଁ ଆଉ ଏଠି କରୁନାହିଁ, ହେଲା ସେମ କୋଶ୍ଚିନ୍ ଟା ଏଇଟା। ତାପରେ କଣ ଦେଇଥିଲା ଏମ୍ପିରିକାଲ ଫର୍ମୁଲା? ତାର ମୋଲେକୁଲାର ମାସ୍ ଏଠି ଦେଇଦେଇଛି। ମୋଲେକୁଲାର ୱେଟ୍ କଣ? 98.96। ମଲିକୁଲାର ଏମ୍ପିରିକାଲ ୱେଟ୍ ଭିତରେ ଗୋଟେ ରିଲେସନ ପଢେଇଥିଲି, ଜାଣିଛନ୍ତି କି କହିପାରିବେ? ମଲିକୁଲାର ୱେଟ୍ ଇକ୍ୱାଲ ଟୁ କଣ? କଣ? N ଇଣ୍ଟୁ ଏମ୍ପିରିକାଲ ୱେଟ୍। ଆପଣ ଏଇଟା ମନେ ନ ରଖିଲେ କେମିତି ହବ ଆଉ? ମଲିକୁଲାର ୱେଟ୍ ଟା କେତେ ଦେଇଛି? 98.96। ତାହେଲେ ଆଉ N ଟା କଣ ଥିଲା ଆମର? ସେ ରେସିଓ ଟା
ତାହେଲେ ୟାର ଏଇଟା ଏମ୍ପିରିକାଲ ଫର୍ମୁଲା ଆର ଆମେ ୱେଟଟା ବାହାର କରିଦବା ତାହେଲେ 12 ପ୍ଲସ୍ 2 ପ୍ଲସ୍ କେତେ ହେଇଯିବ 35.5 ତାହେଲେ ଏଇଟା କେତେ ହେଇଯିବ 14 ନା 14 ହେଇଗଲେ 14 ହେଲେ 49.5 ହେଇଯାଉଛି ନା ତାହେଲେ 49.5 ତାହେଲେ ଏ ନେଇଛି ଆପ୍ରୋକ୍ସିମେଟଲି କେତେ ଆସୁଛି 2 ଆସୁଛି ତାହେଲେ କେତେ ହେଇଯିବ ମଲିକୁଲାର ଫର୍ମୁଲା ତାହେଲେ ଏଇଟା ଥିଲା ଏମ୍ପିରିକାଲ ଫର୍ମୁଲା ଏଠି 2 ଲଗେଇ ଦିଅନ୍ତୁ 2H4 ଆଉ କଣ Cl2 ଦେଖନ୍ତୁ ହେଇଗଲା କେତେ ଜଲ୍ଦି ଗୋଟେ ମିନିଟ୍ ରହିଲେ କିଏ ଆଡ୍ ହଉଛନ୍ତି ନା କଣ ଦେଖି ଦଉଛି ମୁଁ ଏଇଟା ନେକ୍ସଟ ଦେଇଛି ଏଇଟା କଣ କ୍ୟାଲକୁଲେଟ୍ ଦ ଆମାଉଣ୍ଟ ଅଫ ୱାଟର ପ୍ରଡ୍ୟୁସ୍ଡ ବାଇ ଦ କମ୍ବସନ ଅଫ କଣ ଥିଲା 16 ଗ୍ରାମ ଅଫ ମିଥେନ୍ ଏଟା କେମିତି କରିବା ମିଥେନ୍ ଦେଇଛି ତାହେଲେ ମିଥେନ୍ CH4 ତାହେଲେ କଣ ଦେବ କମ୍ବସନ ହେଇଛି ନା କଣ ଦେଇଛି କମ୍ବସନ O2 ତାହେଲେ କଣ ଦେବ CO2 ଆଉ କଣ ଦେବ H2O ଏଟା କମନ ରିଆକ୍ସନ ଗୁଡାକ ତ ଆଉ ଏଇଟା କଣ 2 ହେଇଯିବ ବୋଧେ ଏଟା 2 ବୋଧେ ହେଇଯିବ ନା 2 ଏଟା ନିଜେ ରିଆକ୍ସନ ବାଲାନ୍ସ କରିଦେବେ ହେଲା ଦେଇଛି 16 ଗ୍ରାମ ଅଫ ମିଥେନ୍ ତାହେଲେ 16 ଗ୍ରାମ ମିଥେନ୍ ଇକ୍ୱାଲ ଟୁ କଣ ମିଥେନ୍ ଆର ବି ମୋଲାର ମାସ କେତେ 16 ଗ୍ରାମ ତାହେଲେ 1 ମୋଲ ଦେଇଛି यार भी 1 मोल ଦେଇଛି କଣ କେତେ ଗ୍ରାମ ହାଉ ମେନି ଅଫ ୱାଟର ଏଇଟା କେତେ ଇଜି କ୍ୱେଶ୍ଚନ ତାହେଲେ କେତେ ଇଏ ବି କେତେ ଇଆର 1 ମୋଲ ବେଳେ यार କେତେ ଫର୍ମ ହୁଏ 2 ମୋଲ ଯେ କେତେ ହବ 36 ଗ୍ରାମ ଦେଖିଲେ ଏଇଟା କେତେ ସେକେଣ୍ଡ ଲାଗିଲା ଏଇଟା 5 ସେକେଣ୍ଡର କ୍ୱେଶ୍ଚନ ସାର୍ ଜାଣିପାରିଲେ ଟି ଏଇଟା 5 ସେକେଣ୍ଡର କ୍ୱେଶ୍ଚନ ଆଜ୍ଞା ସାର୍ ଆଜ୍ଞା ହଁ ତେଣୁ କିଛି କ୍ୱେଶ୍ଚନ ଇଜି ହବ କିଛି କ୍ୱେଶ୍ଚନ ଇଏ ଏଇ ରିଆକ୍ସନ ଗୁଡାକ ନିଜେ ଟିକେ ପଢିଥିଲେ ପ୍ରାକ୍ଟିସ କରିଥିଲେ ଆପଣଙ୍କୁ ଲାଗିବ ଆଉ ଏଇଟା ନ ଜାଣିଥିଲେ ଆଉ କେମିତି କରିବେ ତେଣୁ ରିଆକ୍ସନ କରିବା ବାଲାନ୍ସ କରିବା ପଡିବ ତେଣୁ ସେଇଟା क्वेश्चन ଧରି ପାରିବା ଦରକାର ଏଇ क्वेश्चन ଦେଖୁନାହାନ୍ତି ଦେଇଛି 50 kg of N2 ଦେଖନ୍ତୁ क्वेश्चन ପଢିଲା ପରେ କୋଉଥିରେ ପଚାରିଛି ତାହେଲେ ଜାଣିଦେବେ ଯେ ଜାଣିଦେବେ 50 kg of N2 and 10 kg of H2 are mixed produced NH3 ତାହେଲେ calculate the amount of NH3 ଏଟା କୋଉଥିରୁ ଆମେ କରିପାରିବା କହିପାରିବେ କଣ ୟୁଜ କରିକି ଆମେ କରିପାରିବା କୋଉ କନସେପ୍ଟ ଲାଇଟରେ ଦରକାର ପଡୁଛି କହିପାରିବେ ଏଇ କନସେପ୍ଟଟା ତ ଆପଣ ଯଦି ବାହାର ନ କରିପାରିବେ ତାହେଲେ ହେଇପାରିବନି ଆଉ କନସେପ୍ଟଟା କଣ ଏତିକି ଦେଇଛି 50 kg ଏତିକି ଆର ପ୍ରଡକ୍ସନଟା କେତେ ପଚାରିଛି ହେଲେ ମୁଁ କଣ ୟୁଜ କରିବି ଆରେ ଲିମିଟିଂ ଏଜେଣ୍ଟ ୟୁଜ କରିଲେ ସିନା ଜାଣିପାରିବି କେମିତି ବାହାର କରିବି ପ୍ରଡକ୍ସନଟା ଲିମିଟିଂ ରିଆକ୍ଟାଣ୍ଟ ମୁଁ କଣ ପଢେଇଥିଲି ଲିମିଟିଂ ରିଆକ୍ଟାଣ୍ଟ ହିଁ ଡିସାଇଡ କରିବ ଯେ କେତେ ହାଉ ମଚ୍ ପ୍ରଡକ୍ସନ କି ନାଇଁ ଲିମିଟିଂ ରିଆକ୍ଟାଣ୍ଟଟା ଡିସାଇଡ କରିବ ଇଏ ହଉଛି ଡିସାଇଡ ଡିଟରମାଇଣ୍ଡର ଡିସାଇଡ କରିବ କଣ ହାଉ ମଚ୍ କଣ ବାହାରିବ ପ୍ରଡ୍ୟୁସ କରିବ କଣ ପ୍ରଡକ୍ଟ ଫର୍ମ ହବ ତେଣୁ ଏଇଟା କଣ ପ୍ରଡକ୍ଟ ପଚାରିଛି ତେଣୁ ଆମେ କୋଉଟା ପଚାରେ ଲିମିଟିଂ ରିଏଜେଣ୍ଟ ୟୁଜ କରିବା ତାହେଲେ ଆର ଆମକୁ କଣ ଗ୍ରାମରେ ନେଇଯିବା ସବୁ ଗୁଡା ଇଜି ହେଇଯିବ ନହେଲେ ଏଇଟା କେଜିରେ ଅଛି ଆମର ମାସ ଗୁଡା ସବୁ ଗ୍ରାମରେ ତାହେଲେ ଇଏ କେତେ 90 କେତେ ହେଇଯିବ ସେ ହେଲେ 28 ନାଇଁ କି ଇଏ ହେଇଯିବ 6 ବୋଧେ ତାହେଲେ କେତେ 50,000 ଇଏ ହେଇଯିବ ଡିଭାଇଡେଡ ବାଇ 28 ଇଏ ହେଇଯିବ କେତେ 6 ବାଇ କେତେ ହେଇଯିବ ଏଟା ନାଇଁ ସରି ଏଟା 10,000 ଡିଭାଇଡେଡ ବାଇ 6 ତାହେଲେ ଏଟା ବାହାର କଲେ କୋଉଟା ଆସୁଛି କୋଉଟା ଅଧିକା ଆସିବ କୋଉଟା କେତେ ଆସିବ କହିଲେ ନାଇଟ୍ରୋଜେନର କୋଉଟା ଅଧିକା ଆସିବ ଆଚ୍ଛା ହେଇଯିବ କେତେ ମାରିଦେବି କ୍ୟାଲକୁଲେଟର ନହେଲେ ଲେଟ୍ ହେଇଯିବ N2 ନାଇଟ୍ରୋଜେନ 7 7 14 28 ନା ইয়াର ହେଇଯିବ ତାହେଲେ ଇଏ ହେଇଯିବ କେତେ ବୋଧେ 3 ପଏଣ୍ଟ ସମଥିଙ୍ଗ ବୋଧେ ଆଉଛି ନା କେତେ ଆଉଛି ନା କଣ 3 ପଏଣ୍ଟ ସମଥିଙ୍ଗ ଅଛି ବୋଧେ ଏଇଟା 1 ପଏଣ୍ଟ ସମଥିଙ୍ଗ ଅଛି ଆସିବ ନା ନା କେତେ ଆସିବ 10 10 6 ଆସିବ ତାହେଲେ 1 ପଏଣ୍ଟ ସମଥିଙ୍ଗ ଆଇବ ତାହେଲେ ଏଟା ଯଦି ଆମେ 14 କରିଦବା ଏଟା ହେଇଯିବ କେତେ 25 ହେଇଯିବ 25 ହେଲେ 14 ଦୁଗୁଣେ 28 ଏଟା ବି 1 ପଏଣ୍ଟ ସମଥିଙ୍ଗ ଆସିବ ଆଚ୍ଛା ଏଇଟା ବି 1 ପଏଣ୍ଟ ସମଥିଙ୍ଗ ଏଇ କ୍ୟାଲକୁଲେସନ ଗୁଡା ଟିକେ ଦରକାର ହେଲା ଏଇ କ୍ୟାଲକୁଲେସନ ଟିକେ ପଢିବାକୁ ପଡିବ ଏଟା ବାହାର କଲେ କେତେ ଆଉଛି କଲେ କି କରିପାରିଲେନି କ୍ୟାଲକୁଲେଟର ଟିକେ ମାରି ଦିଅନ୍ତୁ 50,000 ବାଇ 28 କେତେ ହେଇଯାଉଛି କ୍ୟାଲକୁଲେଟର ମୋବାଇଲ କାଟିଲେ ହବ ବି କାଟିଦେଲେ ଏତିକି ଟାଇମରେ କାଟି ଦେଇଥିଲେ ହେଇଥାନ୍ତା ନା ଏତିକି ଟାଇମରେ ମୁଁ ଏଇଟା 1.78 ଆଇବ ଏଟା 1700 ସମଥିଙ୍ଗ ଆଇବ ତ ଏଟା କେତେ ଆଇବ 1785 ସମଥିଙ୍ଗ ଆଇବ ଯଦି 10,000 ଏଟା କରିବା 10,000 ବାଇ 6ଟା ହେଇଯିବ କେତେ 1.6 ହେଲେ 1600 ଆସିବ 1665 ଏମିତି 66 ଆସିବ ତାହେଲେ କୋଉଟା ଲିମିଟିଂ ରିଏଜେଣ୍ଟ ଯେ କମ ଆସିଲା ସେ ଲିମିଟିଂ ରିଏଜେଣ୍ଟ ପଢିଥିଲି ତାହେଲେ ଟିକେ ଅଛି ହାଇଡ୍ରୋଜେନ ହିଁ ଡିସାଇଡ କରିବ ଯେ ଆମର କେତେ ଆମୋନିଆ ଫର୍ମେସନ ହବ ତାହେଲେ ଇଏ କଣ ଥିଲା ଏଟା କେତେ ଅଛି ଆର ମୋଲାର ମାସ 6 ହେଇଯିବ 6 ଗ୍ରାମ ବେଳେ କେତେ ଫର୍ମେସନ କରୁଛି ନାଇଟ୍ରୋଜେନ କେତେ 14 3 17 17 ଗୁଣେ 34 ଗ୍ରାମ ତାହେଲେ କେତେ ଦେଇଛି କଣ ଦେଇଛି
calculate the amount of hydrogen ना कि ताले 10 kg बेले केते ना कि ताले 10,000 बेले केते बाहर करिया ताले केते जो 34 divided by 6 into कोन जो 10,000 ताले एटा केते होला into 10,000 ताले जाउ जी एटा हो जी 56,666 ताले एटा कोन ग्राम रे ताले केजी रे देछि हमको आंसर टा ताले केजी रे कर देबा ताले डिवाइड कर देबा कोन 1000 कर देले केजी पळाइबो 56.6 केजी और कोन ए समथिंग अप्रोक्सीमेटली 1 देछि आ बुझेला लिमिटिंग रिएजेंट कांसेप्ट है बुझेला तापर देछि हाउ मोल्स ऑफ मिथेन आर रिक्वायर्ड टू प्रोड्यूस सेम टा एबे करले सेटा CH4 ताले कोन मिथेन कंबस्टन होछि ताले कोन CO2 आ कोन 2H2O এটা 2 ହେଇଯିବ ତାହେଲେ କଣ ହେଉଛି ହାଉ ମୋଲ୍ସ ରେ ପଚାରିଛି ମିଥେନ୍ ରିକ୍ୱାର୍ଡ ଟୁ 22 ଗ୍ରାମ ଅଫ CO2 ତାହେଲେ ମିଥେନ୍ କେତେ ଦରକାର ପଡୁଛି ନା କି ତାହେଲେ ଯେତେବେଳେ 1 ମୋଲ୍ ହୁଏ ତାହେଲେ 1 ମୋଲ୍ ଦରକାର ହୁଏ ତାହେଲେ କେତେ ୟାର ବି 1 ମୋଲ୍ ତାହେଲେ ୟାର 1 ମୋଲ୍ ହେଲେ କେତେ ୟାର କେତେ 16 ଗ୍ରାମ ବେଳେ ୟାର କେତେ 44 ଗ୍ରାମ ତାହେଲେ ୟାର 22 ଗ୍ରାମ ବେଳେ ୟାର କେତେ half 8 ଗ୍ରାମ ତାହେଲେ କେତେ ହେଉଛି 0.5 କି ନାଇଁ 8 ହେଲେ କେତେ ହେଲା ହାଫ୍ ମୋଲ୍ ନା ତାହେଲେ କେତେ ହେଲା 0.5 ମୋଲ୍ ଜାଣିପାରୁଛନ୍ତି ନା ନାଇଁ ଯେ ଜାଣିପାରୁନଥିବେ ପଚାରିବେ ସାଙ୍ଗେ ସାଙ୍ଗେ ମୁଁ ବୁଝେଇଦେବି ଯେ ମୁଁ ମନେ ପଢେଇ ଦେଇଛି ଅଲରେଡି ତ ମୁଁ ଭାବୁଛି ଏଗୁଡ଼ା ସବୁ କନସେପ୍ଟ ଗୁଡ଼ା ଆପଣଙ୍କୁ ଆସୁଥିବ ତ ମୁଁ ଇଜିଲି ଟିକେ ସ୍ପିଡ୍ ଅପ୍ କରୁଛି এটা কোন ଦେଇଛି କେତେ ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନ ହଁ ଇଜିଟା ଏଇଟା ବାହାର କରିଦେବେ 18ଟା କଣ ଦେଇଛି ଏଟା 18ଟା ଇଲେକ୍ଟ୍ରନ ଦେଇଛି 16ଟା ପ୍ରୋଟନ ଦେଇଛି ଆଚ୍ଛା ଇଲେକ୍ଟ୍ରନ 18ଟା ପ୍ରୋଟନ ଦେଇଛି କେତେ 16ଟା ତାପରେ ନ୍ୟୁଟ୍ରନ ଦେଇଛି କେତେଟା 16ଟା ତାହେଲେ ପ୍ରୋଟନ ଯୋଉଟା ସେଇଟା ତ 16ଟା ହେଇଯିବ ସବୁଥର ତାହେଲେ ପ୍ରୋଟନ କୋଉଥିରେ ଫସ୍ଫରସ୍ ତ ହବନି କ୍ଲୋରିନ ତ ହବନି କାରଣ ଏ କେତେ 15 ଇଏରେ କେତେ 17 ଆଉ ତାପରେ ଇଆର ସଲଫର ହେଇପାରେ ତାହେଲେ ଇଲେକ୍ଟ୍ରନ କେତେଟା 18ଟା ତାହେଲେ ଏଇଟା ହିଁ ଠିକ ଆଉ ଦିଟା ଇଲେକ୍ଟ୍ରନ ଅଧିକା ଅଛି ଆଉ 2 ମାଇନସ ମାନେ କଣ ଦିଟା ଚାର୍ଜ ଅଧିକା ଅଛି ତାପରେ ଏଇଟା ସେ ସମାନ ଟାଇପ ଯୋଉଟା କଲେ ଦେଇଛି which is the limiting reagent of the production କୋଉଟା limiting reagent ବାହାର କଲେ H2 ଟା ଏ ବାହାର କଲେ ପା କୋଉଟା limiting reagent ଆସିଲା H2 ଟା ଏଇଠି ବା क्वेश्चन ଟା କଲେ ସେମ क्वेश्चन ଟା ସେତେ ଆମେ କରୁନି କୋଉଟା ଏଇଟା ଏଇଟା ଯୋଉଟା କଲେ ସେଇଟା ସେମ क्वेश्चन ଟାକୁ PCM ରେ ଗୋଟେ CBZ ରେ ଗୋଟେ ନା ଏମିତି କଣ କରିକି ପକେଇଥିଲା ତ limiting reagent ଆମର କିଏ ଥିଲା ଏଠି ହାଇଡ୍ରୋଜେନ ଟା ଥିଲା ନା ତେଣୁ limiting reagent ଏଠି ପଚାରିଛି ସେଇଟା ସେମ ଜିନିଷଟା ଏଇଟା ପଚାରି ଦେଇଛି CBZ ରେ ଏଟା ପଚାରି ଦେଇଛି ସେଟା PCM ରେ ଥିଲା ଏଟା CBZ ସେମ क्वेश्चन ଟା ପଚାରି ଦେଇଛି ତାପରେ ଏଟା ଫର୍ମୁଲା ପଚାରିଛି ଏଟା CBZ ରେ ଦେଇଛି PCM ରେ ଦେଇଥିଲା ତାହେଲେ ଆଲୁମିନିୟମ ଆଉ କଣ ସଲଫର ଚାର୍ଜ କେତେ 2 ମାଇନସ ୟାର କେତେ 3 ପ୍ଲସ 3 ତାହେଲେ ୟାକୁ କଣ ଆସିବ ତାହେଲେ କଣ ଆସିବ ଇଏ ହେଇଯିବ କଣ Al2S3 ହେଲା କି ନାଇଁ ଏଟା ଯୋଉଟା ଅଛି ସେଇଟା ଆଉ ଏଇଟା କୋଉଠୁ ଆସୁଛି ଏଟା ଭାଲେନ୍ସି ଗୁଡା ମୁଁ ପଢେଇ ଦେଇଛି ହେଲା କି ନାଇଁ କୋଉଠି ଫାର୍ଷ୍ଟ କ୍ଲାସ ରେ ପଢେଇଥିଲି ଭାଲେନ୍ସି ଗୁଡା କେମିତି ବାହାର କରୁଛନ୍ତି ତାପରେ calculate the molarity of the solution containing 5 gram of NaOH ଆଚ୍ଛା ଏଟା molarity ପଚାରିଛି ନା molarity ଆମର କେମିତି ବାହାରେ number of moles by କଣ volume in liter ତାହେଲେ ଆମକୁ elaborate କରି ଆକୁ ଯଦି ଲେଖିବା କଣ weight by କଣ ହବ molar mass into କଣ ହେଇଯିବ 1000 by କଣ ଥିଲା volume in ml ହେଇଯିବ କି ନାଇଁ ତାହେଲେ ଏଟା କଣ molar mass ଯୋଉ weight ଦେଇ ଦେଇଛି 5 gram molar mass କେତେ NaOH ର 40 ଏଟା common ଜିନିଷଟା ତାପରେ 1000 ଏଟା ଦେଖନ୍ତୁ କେତେ ଜଲ୍ଦି ହଉଛି ତାହେଲେ ଏଟା କଟିଗଲା ଏଠି ଗୋଟେ କଟିଗଲା ନା ଆଉ କେତେ 5 ରେ ରହିଗଲା କଟିଯିବ 5 ରେ କଟିଲେ 5 5 ରେ ନୂଆ କଟିଲେ 9 44 ତାହେଲେ 10 ବାଇ କେତେ ହେଇଗଲା 36 ତାହେଲେ ଯୋଉଟା ଆସିବ ଏଟା ଏଟା ପଳେଇ ଆସିବ ଆନ୍ସର ଟା ଏଟା କଣ ଆଉ କରିବା 27 on combustion of ସେମ क्वेश्चन ଟା ବୋଧେ କରିଥିଲେ ବୋଧେ PCM ରେ ଗୋଟେ ଦେଇଥିଲା କରିଥିଲେ ଏଟା CBZ ରେ ପଚାରିଛି ନା CBZ ରେ ଅର୍ଗାନିକ କମ୍ପାଉଣ୍ଡ ଟା ଥିଲା କଣ ଥିଲା କାହା ସହିତ କମ୍ବଷ୍ଟନ ହଉଛି ବୋଧେ ନା କଣ କମ୍ବଷ୍ଟନ ହଉଛି ତାହେଲେ କଣ ଦଉଛି CO2 ଆଉ H2O ଦଉଛି ଏଇଟା କେତେ ଥିଲା ଏଇଟା 2.246 ୟାର କେତେ ଦଉଛି ୟାର 0.198 ଇଏ କେତେ ଦେଇଛି 0.1014 ଗ୍ରାମ ଦେଇଛି ତାହେଲେ କେତେ ହାଇଡ୍ରୋଜେନ ପଚାରିଛି କଣ ଦ ଡିଟରମାଇନ ଦ ପରସେଣ୍ଟେଜ କମ୍ପୋଜିସନ ଅଫ ହାଇଡ୍ରୋଜେନ ଇନ ଦ କମ୍ପାଉଣ୍ଡ ତାହେଲେ ଆର ହାଇଡ୍ରୋଜେନ ଏଠି ପଚାରିଛି ସେଠି କଣ କାର୍ବନ ର ପଚାରିଥିଲା ହାଇଡ୍ରୋଜେନ କେତେ ହେଇଯିବ କେତେ ଦେଇଯିବ ଏଟା 2 ଡିଭାଇଡେଡ୍ ବାଇ କେତେ 18 ଆରେ ଆର ପରସେଣ୍ଟେଜ କମ୍ପୋଜିସନ କେମିତି ବାହାରେ ଜାଣିଛନ୍ତି ତ ତାହେଲେ 2/18 ତାହେଲେ କେତେ ଆମର ଏଠି ପ୍ରୋଡକ୍ସନ ହେଇଛି 0.1014 ଡିଭାଇଡେଡ୍ ବାଇ କେତେ ଟୋଟାଲ ମାସ ଟା ବାହାର କରିଦବା ତାହେଲେ 6 ତାହେଲେ ଏଟା ପଳେଇ ଆସିବ ହେଲା କି ନାଇଁ ଏଟା ପଳେଇ ଆସିବ ଅଟୋମେଟିକ परसेंटेज रे एटा सेही 4 समथिंग आसीबो एटा परसेंटेज रे देकी परसेंट टा डिवाइड कर देले से आसीबो ले नै सेति सेटा परसेंट रे दे दे कैलकुलेट द अप्रोक्सीमेट मोलार मास एटा करले एबे मोलार मास केते 180 एटा समस्त को आसीबो ग्लूकोज रो कैलकुलेट द मोल फ्रैक्शन ऑफ द वाटर एटा एबे करले बा वाटर रो एटा थिला गोटे एथिलीन ग्लाइकल ना
ଏଟା ଥିଲା ଗୋଟେ କରିଥିଲେ ୱାଟରଟା କେତେ ଏଥିଲିନ୍ ଗ୍ଲାଇକଲଟା ଗୋଟେ କୋଉଥିରେ ଗୋଟେ କରିଥିଲେ ଏଟା ସେମ୍ କ୍ୱେଶ୍ଚିନଟା ଏପଟ ସେପଟ ରହିଯାଇଛି ୱାଟର ଏଇଟା ଏଇଟା ନା ଏଇଟା ବାହାରିଥିଲା ନମ୍ବର ଅଫ ମୋଲ୍ସ ଗୁଡାକ ମୁଁ ଏଠୁ ଲେଖି ନଉଛି ତାହେଲେ ଆଉ କେତେ ୱାଟର 4.44 ୟାର କେତେ ଥିଲା 0.33 ହେଲା ସେମ୍ କ୍ୱେଶ୍ଚିନଟା ଏଠି ଏଟା କେତେ ୱାଟର କେତେ ହଉଥିଲା 4.44 ନା Point ମୋଲ୍ ଫ୍ରାକ୍ସନ ଆଉ ୟାର କାର ଏଟା ଥିଲା 0.33. H2 ର ଥିଲା 4.44 ଆଉ ୟାର ନା କି C2 H6O2 ର କେତେ 0.33 ନା କେତେ 322 ନା କଣ ଥିଲା ଏମିତି 0.33. 322 ଥିଲା। 322 ଥିଲା ବୋଧେ ତାହେଲେ କଣ ହବ ଏଇଟା ହେଲା କଣ ନମ୍ବର ଅଫ ମୋଲ୍ସ ଗୁଡାକ ସେଠି ଆମେ ବାହାର କରିଥିଲା ସେଇ ସେମ୍ କ୍ୱେଶ୍ଚିନ ଟା ତ ମୁଁ ଆଉ କରୁନି ଏଟା ହେଲା କି ସେମ୍ କ୍ୱେଶ୍ଚିନ ଟା ସେଇଟା ଏଇଟା ତାହେଲେ କଣ ତାହେଲେ ୱାଟର କେମିତି ବାହାରିବ ତାହେଲେ କଣ ହବ ନମ୍ବର ଅଫ ମୋଲ୍ ଅଫ ୱାଟର 4.44 ଡିଭାଇଡେଡ ବାଇ କଣ ହେଇଯିବ 4.44 ପ୍ଲସ୍ କଣ ହେଇଯିବ 0.3322 ତାହେଲେ ଏଇଟା ଯୋଉଟା ପଳେଇ ଆସିବ ଏଇଟା ଆନ୍ସରଟା ଅଟୋମେଟିକ ଏଇଟା ଆରଏସଟି ର କ୍ୱେଶ୍ଚିନ ସିବିଜେଡ ପିସିଏମ ରେ ସେମ୍ କ୍ୱେଶ୍ଚିନ ଟା ପଚାରିଥିଲା ସେଥିରେ ପଚାରିଥିଲା କାର ଏଥିଲିନ୍ ଗ୍ଲାଇକଲ ର ଏଠି ପଚାରିଛି ୱାଟର ର ହେଲା କି ନାଇଁ ଆଗ ଫାର୍ଷ୍ଟ ଆମେ ବାହାର କରିଦେ ତାପରେ ଏଇଟା ଦେଖିଆ ସରିଗଲା ଆମର ପ୍ରିଭିୟସ୍ ଇୟର क्वेश्चन नेक्स्ट ମୁଁ କିଛି क्वेश्चन ଗୋଟେ ବେସିक क्वेश्चन रखिছি କିଛି हॉट क्वेश्चन ବି ରଖିଛି କରିବା a solution is prepared by adding 2 gram of a substance A ତାହେଲେ A substance ଟା କେତେ ଦେଇଛି 2 gram 18 gram of water ଟା କେତେ 18 gram calculate the mass percent of solute ତାହେଲେ ଏଠି କେତେ solute କିଏ ଏଠି solute କିଏ 2 gram. 2 2 gram. gram ଟା solute ତାହେଲେ କଣ ହେଇଯିବ mass percentage କେମିତି ବାହାରେ mass percentage କେମିତି ବାହାରିବ जो mass of कौन हबो mass of कौन Mass. हबो mass of that that हम कहि परिबा कौन that element That substance. That element that divided by element total. जहाँ से लिख देबा तापर कौन थिबो total mass Total mass into into 100. 100 लिख देबा ताले कौन होला ताले एटा केते हियो 2 by केते 2 plus 18 हेगले 20 हे जाउची 20 into into 100 100. ताले केते हियो 5 हे जो 10%. 5 बेले 10% इजी क्वेश्चन टा नेक्स्ट ଯିବା ଦେଇଛି ଏଇଟା ଏଇ ଯେ ସିଗ୍ନିଫିକାଣ୍ଟ ଫିଗର ପଚାରିଥିଲା ଆରଏଚଟି ପିସିଏମ ରେ ସିଗ୍ନିଫିକାଣ୍ଟ ଫିଗର ଫାଷ୍ଟ କେତେଟା ଅଛି 161 ଆଉ 0.161 ତାପରେ 0.0161 ତାହେଲେ ଏଥିରେ କେତେଟା ଅଛି ତିନିଟା ଏହାର କେତେଟା ଅଛି ତିନିଟା ଇନିସିଆଲ ଜିରୋ ଗୁଡା କଣ ଇନସିଗ୍ନିଫିକାଣ୍ଟ ହବନି. ତାହେଲେ ଏଟା କଣ ତିନିଟା. ତିନିଟା ତାହେଲେ 3 ହେଲା ନେକ୍ସଟ ଯିବା ଏଠି ଟିକେ ହଟ କ୍ୱେଶ୍ଚିନ ଟା ଏଟା ଟିକେ କରିବା ନା ଇଜି ଇଜି କ୍ୱେଶ୍ଚିନ ଟିକେ କରିଦବା ଆପଣଙ୍କ ଇଚ୍ଛା ଇଜି ଇଜି ଏଇଟା କରିବା ଆଜ୍ଞା. ଆଉ କେହି ନାହାନ୍ତି ନା କଣ କହୁଛନ୍ତି ସାର୍ କରନ୍ତୁ. ହଁ ଏଇଟା ଦେଇଛି 2 oxides of metal M contain respectively 2 oxides of metal M metal ଟା ଦେଇଛି metal M ତାହେଲେ metal 2 oxide ତାହେଲେ metal oxide ଟା এটা respectively 22% ଏତିକି metal ଟା ଦେଇ ଦେଇଛି ନା କି metal ଦେଇଛି M ତାହେଲେ metal ଟା ଏତିକି ଦେଇଛି 22.8 ଏତିକି and ଆରଟାର ଦିଟାର oxide ନା ଏଠୁ ଗୋଟେ ଦେଇ ଦେଇଛି oxygen ତାହେଲେ if the formula of the first oxide is MO ତାହେଲେ find the formula of the second oxide ହେଲା କେମିତି ବାହାର କରିବା ଦେଖନ୍ତୁ ଏଟା ଦିଟା କଣ କହିଛି ମେଟାଲ ଅକ୍ସାଇଡ ଦେଇ ଦେଇଛି ଦିଟା ହେଲା ଆର ବି ମୁଁ ଜାଣିନି ଆର କିନ୍ତୁ ଫର୍ମୁଲାଟା ଏମଓ ଦେଇଛି ଫର୍ମୁଲାଟା ଆର ଫର୍ମୁଲାଟା ଆମକୁ ବାହାର କରିବାକୁ କହିଛି କାର ୟାର ଫର୍ମୁଲାଟା ପଚାରିଛି କଣ ହବ କେମିତି ବାହାର କରିବା ଆର କଣ ଦେଇଛି ମେଟାଲ ଅକ୍ସାଇଡ ରେ ତାହେଲେ 2 oxides of metal M contain କେତେ 22.53 and ଏତିକି ଅଫ ଅକ୍ସିଜେନ ତାହେଲେ କେତେ ହବ ଅକ୍ସିଜେନ ଟା କେତେ ଏଠି ଅକ୍ସିଜେନ ଟା କେତେ ଦେଇଛି 60. 22.53 फास्ट रे एटा फास्ट टाइम नै जाउची हैला उधर फास्ट एटा सेकंड रो मेटल फास्ट रे कोन हैला 22 ताले एटी मेटल केते हेतिबो ताले टोटल टा 100% ना ताले केते हेतिबो 77.4% हेतिबो मेटल कि नै ताले मु मेटल आ इक्विवेलेंट मास ऊपर गोटे ताले हमर कोन सब एलिमेंट गुडा कोउथरे रहउचंदी इक्विवेलेंट मास अनुसार जो मॉलिक्यूल गुडा पढितली ना नै जेतिकी मॉलिक्यूल अछंदी सब कोउथरे रेशियो रे रहउचंदी इक्विवेलेंट मास रेशियो हम एटा केमति बाहर करबा तार इक्विवेलेंट मास जदी बाहर कर देबा हमको सेही बैलेंस टा मिल गले एठी हम यूज कर देबा देखंतु ताले हम गोटे फार्मूला पढितली W1/W2 इक्वल टू कोन थिला E1/E2 एटा मन अछि ताले कोन थिला मास एटा हम यूज कर दा फर्स्ट मास ताले केते यार मास टा केते 77. 77.47 तापर ऑक्सीजन रो मास टा पके देबा 53 एटी केते हिजो एटा ऊपर टा कोन थिला कि मेटल रो मास टा ना अरे W1 टा कोन थिला सब बडे मेटल रो मास टा
मेटाल रो मास एटा कोन हे पारे एटा हाइड्रोजन हे पारे क्लोरीन हे पारे कोन आ किछि भी हे पारे ऑक्सीजन हे पारे एटा हमर ऑक्सीजन अछि ऑक्सीजन हम नै गली ताले इक्वल टू इक्वल मास ऑफ एटा कोन हो मेटल ताले इक्वलेंट मास ऑफ मेटल तो जान नाही ना जान नाही एटी कोड देइ जाओ देइ नाही ता मेटल टा कोन ना देइ नाही ना ताले E2 देछि इक्वलेंट वेट ऑफ कार ऑक्सीजन ऑक्सीजन हम जानि छि केते इक्वलेंट वेट 8 कि नहीं अरे ऑक्सीजन कौन O2 बा कि O2 नहीं ওটা মনে তাহলে তাহলে ইয়ে কোন আরো কোন ভ্যালেন্সি গুলা 2 পা কি নাই আর অক্সিজেন সরি আগে অক্সিজেন আটমটা কোন ও তার ভ্যালেন্সি কেতে O ସବୁବେଳେ ରହିବ 2 ରେ O2 ମାଇନସ୍ ବେଳେ ବେଳେ ଚେଞ୍ଜ ହବ -1 ବି ହବ peroxide ରେ କିନ୍ତୁ ଆମେ ନର୍ମାଲି ୟୁଜ କରିବା 2 କେତେବେଳେ ହାଇପରଅକ୍ସାଇଡ ରେ ହାଫ୍ ବି ହେଇପାରେ କେତେବେଳେ ଚେଞ୍ଜ ବି ହେଇପାରେ ତାହେଲେ ଏଟା ଆମେ ୟୁଜ କରିଦେଲେ ଏଟା କେତେ ପଳେଇ ଆସିବ ଉଫ ତାହେଲେ ଇକ୍ୱିଭାଲେଣ୍ଟ ମାସ କେତେ ପଳେଇ ଆସିଲା ଏଟା ବାହାର କରିଦେଲେ ପଳେଇ ଆସିବ 27.50 ଏଟା ନିଜେ ବାହାର କରିବେ କାଲକୁଲେସନ କରିକି ହେଲା इक्विवेलेंट मास में पळे आसला केते 27.50 ताले मु बैलेंस यूज करि परिबि ताले इक्विवेलेंट मास इक्वल टू कोन थिला बैलेंस ताले एटॉमिक मास डिवाइडेड बाय कोन थिला बैलेंस कि नै ताले इक्विवेलेंट मास टा केते 27.50 इज इक्वल टू एटॉमिक मास टा मु जानि नाही कि नै एटॉमिक मास टा ही तो मोर बाहर करियार अछि एटॉमिक मास देन नै बैलेंस टा केते इथरु जणा पड़ जाउ जे एमओ ताले केते इथरे बैलेंस एमओ ହେଇଛି ତାହେଲେ କଣ M2 O2 ହେଇଥିବ କି M3 O2 O3 କଟିକି ହେଇଥିବ କିଛି ବି ହେଇଥିବ ଯୋଉଥିରେ କି କଣ ୟାର ଇଆଡେ କଟି ଯାଇଥିବ ଚାର୍ଜ ଗୁଡାକ ସେମ ହେଇଯାଇଥିବ ସେ ତେଣୁ ତାହେଲେ କଣ ଆମେ କେତେ ନେଇଯିବା ଭାଲେନ୍ସି ଟା 1 ନେଇଯିବା କି ନାଇଁ ତାହେଲେ ମୋର ଆଟମିକ ମାସ ଅଫ ମେଟାଲ ମିଳିଗଲା କେତେ ମିଳିଗଲା 27.750 ହେଲା ଉଫ ଓ ଆମେ ଏଇଟାକୁ ଏଥିରେ ଏପଟେ ୟୁଜ କରିଦେଇ ପାରିବା आर भी जदि हम बाहर करिया आर केते आसीबो मेटल केते 30 जो एटा ऑक्सीजन टा केते ऑक्सीजन टा 30.38 ताले मेटल टा केते हितबो 69.62 62 ताले कोन आसीबो W1 बाय W2 हम जदि यूज करिया E1 बाय E2 एटा यूज करिया तो ना कि ताले ये आसला केते आसला एटा ये जीवो 69.62 डिवाइडेड बाय केते जीवो 30.38 ଆଉ इक्विवेलेंट ऑफ मेटल एटा हम जानि छथि कि नै ए जो इक्विवेलेंट ऑफ मेटल हम जानिनी एटा आर ऑक्सीजन रो 8 हैला कि नै एटा भी यूज कर देले एठी इक्विवेलेंट मास केते पळे आसीबो एठी पळे आसीबो आर 18.33 ना कोन एटे पळे आसीबो हैला ओ हैला एबे हम कोन बाहर करिया बैलेंस टा केमति बाहर करिया इक्विवेलेंट मास कोन बैलेंस केमति बाहर करिया बैलेंस केमति बाहर ना एटॉमिक मास बाय सॉरी जदि हम इक्विवेलेंट मास यूज करबा एटॉमिक मास बाय कोन होइबो इक्विवेलेंट मास हे जिवो ना के इक्विवेलेंट मास हे जिवो एटा टिके हायर ऑर्डर क्वेश्चन टा नीट जेई लेवल रो क्वेश्चन टा ताले एटॉमिक मास केते थिला 27.50 डिवाइडेड बाय केते इक्विवेलेंट मास टा केते 18.33 डिवाइड केते केते पळे आसीबो ये जिवो बोलते 3/2 माने 1.5 हे जाउछ हैला ताले आर बैलेंस केते हैला 1.5 अच्छा 1.5 त हमर फ्रैक्शनल ले बैलेंस रहनी कि नै ताले यार फार्मूला टा कोन थिला MO ताले यार फार्मूला मु जानिनी MO देछि त 1.5 रे रहइबनी तेनु हम कोन करिया इनटू 2 कर देली मल्टीप्लाई 2 कर देले ये केते 3 हे जिवो ताले यार केते हितबो 2 हेतिबो कि नै आर 3 हेतिला आर 2 हेतिबो कि नै ताले मेटल टा मिल गला मेटल रो बैलेंस टा केते 3 ताले फार्मूला टा कोन हितबो M2 कोन हितबो M2 O3 O3 हे जिवो उफ ओ अरे नले एमती भी यूज कर देले भी हबो हमर जदी मने जिबी E1 V1 इक्वल टू कोन हे जाबो E2 V2 एमती यूज करले भी हबो तो मने कर मु कोन थिला एटॉमिक मास कोन थिला हमर जो इक्विवेलेंट मास इज इक्वल टू एटॉमिक मास बाय वैलेंसी लेने ताले एटॉमिक मास टा केते होची EV होन कि नै ए फार्मूला एटू भी यूज कर देले भी V1 V2 टा वैलेंसी टा पळे आसीबो लेने V1 बाय V2 पळे आसीबो एटी इक्विवेलेंट मास आरो जणा अछि आरो इक्विवेलेंट मास जणा अछि लेने पळे आसीबो एटी फार्मूला रो यूज कर देले पळे आसीबो एटा ହେଲା ଟିକେ ହାଇଏଷ୍ଟ क्वेश्चन ଟା नेक्स्ट देखिया ଦେଇଛି at STP the weight of 2 liter of oxygen କେତେ ହେବ at STP
what STP the weight of 2 liter of oxygen 2 liter তাহলে ମୁଁ weight ଟା ପଚାରିଛି ଆଚ୍ଛା weight ଟା କଣ ହବ ତାହେଲେ କଣ ତାହେଲେ STP ରେ 1 mole କେତେ କହିପାରିବ 1 mole ଟା କେତେ 22.4 22.4 22.4 ଯେତେବେଳେ ହୁଏ ଅକ୍ସିଜେନ ଟା କେତେ ମାସ ହୁଏ 32 ହୁଏ କି ନାଇଁ 32 O2 32 ହୁଏ ଆଚ୍ଛା 2 liter ରେ କେତେ ହବ ଏଇଟା ତ ପଚାରିଛି ଆଉ କଣ 32 ବାଇ କଣ ହେଇଯିବ 22.4 into କେତେ ହେଇଯିବ 2 ହେଇଯିବ into 2 ତାହେଲେ ଏଇଟା ବାହାରି ପଡିବ କେତେ ପଳେଇ ଆସିବ ଏଟା 2.85 ପଳେଇ ଆସିବ ହେଲା ଆମେ ଏଟା ନିଜେ କରିଦବା नेक्स्ट दिबा नेक्स्ट क्वेश्चन देखिए बाइवेलेंट मेटल इक्विवेलेंट मास दे देछि एडी इक्विवेलेंट मास देछि केते ना 12 देछि मॉलिक्यूलर मास ऑफ इट्स ऑक्साइड ऑक्साइड रे मॉलिक्यूलर मास को चार्ज ताले सेही समान बाइवेलेंट मेटल टा कि नहीं यार केते चार्ज हेतियो यार 2 हेतियो कि नहीं ताले एटा केते ऑक्साइड से पचारछि कोन ऑक्साइड रो तार बाहर करिया तार मॉलिक्यूलर मास टा ताले अच्छा इक्विवेलेंट मास देछि केते 12 ताले बाइवेलेंट हेले बाइवेलेंट पई वैलेंसी केते नेबी बाइवेलेंट रे केते हिजो वैलेंसी टा केते हिजो बाइवेलेंट रे वैलेंसी टा केते 2 हिजो ताले तार एटॉमिक मास किबा मॉलिक्यूलर मास टा केते हिजो मेटल रो केते हिजो एटॉमिक मास किबा मॉलिक्यूलर मास भी कहले भी हबो ताने एटॉमिक मास मेटल टा जेतु गोटे हितो मेटल एटॉमिक मास टा केते हिजो 2 into 12 इक्वल टू केते हिजो 24 हिजो कि नहीं 24 हिजो नी ताले ताले मेटल रो केते आसला ताले मेटल केते ये गला केते 24 ताले यार कत टोटल सो हमर कोन मॉलिक्यूलर मास इक्वल टू कोन की मॉलिक्यूलर मास हम काउ कहबा सम ऑफ द एटॉमिक मास कि नहीं atomic mass सम ऑफ एटॉमिक मास ताले एटा सम ऑफ एटॉमिक मास कर दोना एटा कोन मेटल रो एटॉमिक मास सेति की ताले आकर एटॉमिक केते 16 केते गला 24 16 केते 40 तो अपन ହେଲା नेक्स्ट जीवा एटा देखो इक्विवेलेंट मास ऑफ फॉस्फोरिक एसिड एटा केमति बाहर करिया केमति बाहर करिया ला पढैतिली फॉस्फोरिक एसिड डायरेक्ट Oxide. फॉस्फोरिक एसिड हमर एटा बा कोन स्ट्रक्चर ऊपर डिपेंड करबो केतेटा हाइड्रोजन ये रिलीज कर परिबो केतेटा हाइड्रोजन तीनटा हाइड्रोजन जा कोन करबो रिलीज कर परिबो तार स्ट्रक्चर कोन थिला एटा गोटे ये गोटे हाइड्रोजन गोटे ऑक्सीजन तार केते तीनटा हाइड्रोजन लागजी तीनटा हाइड्रोजन लागला तीनटा हाइड्रोजन लागिबो ये तीनटा को कोन करबो रिलीज कर परिबो ताले आरो केते पळे आसीबो डिवाइड बाय केते हिजिबो 3 हिजिबो तार एटॉमिक वेट डिवाइडेड बाय केते हिजिबो 3 हिजिबो ताले एटॉमिक वेट टा केते होची ताले मॉलिक्यूलर मास डिवाइडेड बाय 3 हिजिबो ताले मॉलिक्यूलर मास केते फॉस्फोरिक एसिड रो ये हिजिबो 3 फॉस्फोरस रो केते 15 दुने 30 बोधे 30 यार केते 64 64 ताले केते गला 97 ना 97 97 by 3 ताले केते जाती 339 समथिंग आसे एटा 32.66 एटा को among the atomic mass equal is question टा equivalent mass and molecular mass कौन होगा कहले among the atomic mass equivalent mass and molecular mass is only atomic mass changes with valency only equivalent mass changes with valency both equivalent mass and molecular mass changes with valency कौन होबो तालो कोडा होबो अरे जदी valency टा से कोई चेंज होला ताले कोडा चेंज होबो अरे एटा equivalent mass आ कोडा होबो equivalent mass टा चेंज होबो आ एटा कोन अरे इक्विवेलेंट मास टा चेंज हेबो का परे अरे हमर इक्विवेलेंट मास टा का परे डिपेंड करूची एटॉमिक atomic मास mass by मास डिवाइड valency वैलेंसी ना ना वैलेंसी फैक्टर टा तले एटॉमिक मास डिवाइडेड बाय कोन जो x valency पढितली एटा कोन वैलेंसी फैक्टर पढितली ना नहीं वैलेंसी फैक्टर तनु ये परे डिपेंड करिवो हमर मॉलिक्यूलर मास करिवो कि ना मॉलिक्यूलर मास तो सम ऑफ एटॉमिक मास तेन किछ नो एटॉमिक मास तो किछ नो हैला कि नहीं तनु बी ऑफ ऑप्शन 5 नंबर टा व्हाट इज द वैलेंसी ऑफ एन एलिमेंट व्हिच इक्विवेलेंट मास इज 12 एंड स्पेसिफिक हीट दे देछि हला ओ स्पेसिफिक हीट दे देछि ताले केमिति बाहर करिया ताले हम कोन हमकु इक्विवेलेंट मास देछि एठी ताले को फार्मूला पडिबो कहि परिबे एटा डुलोंग 6 लो point हां Dulong law एटॉमिक मास कहते इक्वल टू कोन 6.4 by 6.4 डिवाइडेड बाय स्पेसिफिक हीट specific कि नहीं heat ताले हमको इक्विवेलेंट मास केते दे देछि 12 दे 12 देछि degrees स्पेसिफिक हीट केते दे देछि 0.25 दे देछि ताले 0.25 एटॉमिक मास टा मोडी पाइ जिबी 6.4 डिवाइडेड बाय 0.25 this is equal to केते हिजो 64 by 10 into 100 by 24 ना
ଇଏ ଗଲେ 4 ତାହେଲେ ଏ 2 କଟିଲେ 5 2 କଟିଲେ 2 ତାହେଲେ 128/5 128/5 କେତେ ହବ 5 × 10 25 2 25.6 25.6 ହେଇଯିବ ନା ଆଚ୍ଛା ତାପରେ ଏଇଟା ଆମର କଣ ଆଟମିକ ମାସ ମିଳିଗଲା ଆଚ୍ଛା ତ ଭାଲେନ୍ସି ଟା ମିଳିଯିବ ଆରେ ଏଇଟା ମିଳିଗଲା ଆଉ କଣ ଅଛି ଭାଲେନ୍ସି କେମିତି ବାହାରେ valence equal to ଭାଲେନ୍ସି atomic ଇକ୍ୱାଲ ଟୁ mass କଣ by ଆସିବ equivalent mass ଆଟମିକ ମାସ ଡିଭାଇଡେଡ ବାଇ ଇକ୍ୱାଲେଣ୍ଟ ମାସ କି ନାଇଁ equivalent ଇକ୍ୱାଲେଣ୍ଟ ମାସ ତାହେଲେ ଆଟମିକ ମାସ କେତେ ଏଇଟା ମିଳିଗଲା 25.6 ଡିଭାଇଡେଡ ବାଇ ଇଏ କେତେ 12 ତାହେଲେ କେତେ ଆସୁଛି 12 ଦୁଗୁଣେ 24 ନା 2 ଆସିବ ଆଉ okay ଆପ୍ରୋକ୍ସିମେଟଲି ଆଉ କେମିଷ୍ଟ୍ରି ସେମିତି ଆପ୍ରୋକ୍ସିମେଟଲି ଆସିବ ସବୁବେଳେ ମାକ୍ସିମମ୍ ଟାଇମରେ ସବୁବେଳେ କେତେବେଳେ ଇଏଟା ଆସିପାରିବନି କଣ କି ଯୋଉ ଡାଇରେକ୍ଟ ଆନ୍ସର ଟା ଆସିବାଟା ଟିକେ କଷ୍ଟ କାହିଁକିନା କୋଶ୍ଚିନ୍ ସେମିତିଆ ଦେଇଥାଏ ବି ତାପରେ ନେକ୍ସଟ ଯିବା the formula of metal chloride MCl3 ଦେଇଛି metal chloride ଦେଇଛି MCl3 is content 22% of the metal ତାହେଲେ metal atomic mass ଆରେ ଏଇଟା ଭୁଲ ଦେଇଛି ଏଇଟା କୋଶ୍ଚିନ୍ ଟା ଟିକେ ରଙ୍ଗ ଦେଇଛି 20 of 2 କଣ ପୁଣି କୋଶ୍ଚିନ୍ ଟା ଟିକେ ଭୁଲ ହେଇଯାଇଛି ଏଇଟା 20 ହବ ଏଇଟା 20% ହବ ହେଲା କି ନାଇଁ ଏଇଟା 20% ଏଇଟା ଏମିତିଆ ହେଇଥିବ 20 ନୁହଁ କିଛି 2 କିଛି ନୁହଁ 20 of 2 କଣ ଅଛି ତାହେଲେ ଦେଇଛି metal chloride it contain ଏତିକି percent of metal ତାହେଲେ the atomic mass of the metal କେମିତି ବାହାର କରିବା କହିଲେ ତାହେଲେ metal ଟା କେତେ ଏଟା ଆରେ ଏବେ କଲେ ପା metal ଟା କେତେ ଏଟା metal 20 metal ଟା କେତେ 20 ତାହେଲେ chlorine ଟା କେତେ ହେଇଥିବ chlorine 80% 80 80% ତାହେଲେ atomic mass of metal ପଚାରିଛି ଆଚ୍ଛା ମୁଁ ଏଠି metal ର ଚାର୍ଜ ଟା ଜାଣିଛି MCl3 ରେ MM ର କେତେ ଚାର୍ଜ +3 +3 କି ନାଇଁ 3 ଆଚ୍ଛା ମୁଁ ଆର ତ ଚାର୍ଜ ମୁଁ ତ ଇକ୍ୱାଲେଣ୍ଟ ୱେଟ ବାହାର କରିପାରିବି ତାକୁ ୟୁଜ କରି ଆଜ୍ଞା ଇକ୍ୱାଲେଣ୍ଟ ୱେଟ ବାହାର କରିଦବା ଇକ୍ୱାଲେଣ୍ଟ ୱେଟ ବାହାର କରିଦେଲେ ହେଇଯିବ ତାହେଲେ କଣ ହେଇଯିବ ଆମର ଥିଲା ମେଟାଲ କଣ ହବ ଯୋଉ ସରି W1/W2 ସେ ଫର୍ମୁଲା ଟା ଟିକେ ସ୍ପିଡ କଲା ବେଳକୁ ଭୁଲ ଲେଖିଦଉଛି କଣ ହବ ଏଟା ସେଇ W1 by ଫର୍ମୁଲା ୟୁଜ W2 ହବ equal to U1 by U2 W1/W2 divided by U1/E2 ତାହେଲେ W1 ଟା କଣ ଏଟା ମାସ ଅଫ ମେଟାଲ W1 E1 ଟା କଣ ଯୋଉ ଇକ୍ୱାଲେଣ୍ଟ ମେଟାଲ equivalent ଏଗୁଡା mass ସବୁ କ୍ଲୋରିନ ହେଇପାରେ ଅକ୍ସିଜେନ ହେଇପାରେ କଣ ହେଇପାରେ ହାଇଡ୍ରୋଜେନ ବି ହେଇପାରେ ଏ ଜଏନ କରୁଛନ୍ତି ଏବେ ଟିକେ ରହିଲେ ଗୋଟେ ମିନିଟ ସେ ଏବେ ଜଏନ କରୁଛନ୍ତି ହଉ କେହି ନାହାନ୍ତି ଆଉ କଣ ହଉ ଠିକ ଅଛି ତାହେଲେ ଏଟା କେତେ ହେଇଯିବ ଇକ୍ୱାଲେଣ୍ଟ ୱେଟ ଟା ଏଠି ବାହାର କରିଦବା ତାହେଲେ ଏଟା କେତେ ହେଇଗଲା ମେଟାଲ ର କେତେ 20 କେତେ ହେଇଯିବ 80 ହେଇଯିବ କେତେ ଇକ୍ୱାଲେଣ୍ଟ ମାସ ଟା ମୁଁ ତ ଜାଣିନି ଇକ୍ୱାଲେଣ୍ଟ ୱେଟ ଟା ତାହେଲେ କ୍ଲୋରିନ ଟା କେତେ ହେଇଯିବ କ୍ଲୋରିନ ଟା କେତେ 35.5 କି ନାଇଁ and 5 5 ତାହେଲେ କେତେ ହେଲା ଏଟା ହେଇଯିବ କେତେ 4 1/4 ହେଲେ ଏଇ ଯୋଉ ଇକ୍ୱାଲେଣ୍ଟ ମାସ ଟା କେତେ ହେଇଯିବ ହେଇଯିବ 4 ହେଲେ 8 point 35 something ହେଇଯିବ 35.5 divided by 4 ତାହେଲେ କେତେ ହେଇଯିବ 832 ନା 8 ପଏଣ୍ଟ 8 ସମଥିଙ୍ଗ point ଆସିବ something ହେଇଯିବ 8.832 3 ହେଲେ 8.8 ହଁ 8.8 କେତେ ଏମିତି ଆସିବ ଆଉ ନା ଏମିତି ଆଜ୍ଞା ଆସିବ ତାପରେ ଆମର ଯଦି ଏଠି କଣ ଇକ୍ୱାଲେଣ୍ଟ ୱେଟ ମିଳିଗଲା ମୁଁ ଭାଲେନ୍ସି ଜାଣିଛି ତାହେଲେ କଣ ହେଇଯିବ ମୁଁ ଏବେ ଆଟମିକ ମାସ ବାହାର atomic କରିଦେବି mass ଆଟମିକ ମାସ କଣ ହେଇଯିବ equivalent mass into valency ଇକ୍ୱାଲେଣ୍ଟ ମାସ ଇଣ୍ଟୁ ଭାଲେନ୍ସି ପକେଇଦବା ଭାଲେନ୍ସି ତାହେଲେ ଏଟା କେତେ ହେଇଯିବ ଏଟା ହେଇଯିବ କେତେ 8.8 ଇଣ୍ଟୁ କେତେ ହେଇଯିବ 3 ଥିଲେ ହେଲେ 3 8 3 24 24 8.7 ତାହେଲେ ଏଇଟା ବୋଧେ ଅନୁସାରେ 27 ଆସିଯିବ 27 ହେଇଯିବ ଆଉ ଜଣା ପଡିଯାଉଛି ଆଉ ଆଜ୍ଞା ନେକ୍ସଟ क्वेश्चन ଦେଇଛି ସଲଫର combine with oxygen to form এটা ଦେଇଛି SXO2 ତାହେଲେ the vapor density of this oxide is କେତେ ଦେଇଛି 32 vapor density କେତେ ଦେଇଛି 32 ତାହେଲେ ମୁଁ କହିପାରିବି ମୋଲାର ମାସ ଟା କେତେ ହେଇଥିବ ଡାଇରେକ୍ଟ ବାହାର କରିଦେବି ମୋଲାର ମାସ ଟା କେତେ ହେଇଥିବ 64 କି ନାଇଁ 64 ଆଚ୍ଛା ମୋଲାର ମାସ ଟା ଯଦି 64 ତାହେଲେ ଏସ୍ ର ଫର୍ମୁଲା ଟା କଣ ହବ ଆରେ ମୋଲାର ମାସ ମାନେ କଣ ମୋଲାର ମାସ ଟା କଣ ସମ ଅଫ ଆଟମିକ ମାସ ଏଟା ଦେଖ କେତେ ଇଜି କ୍ୱେଶ୍ଚନ ସମ ଅଫ ଆଟମିକ ମାସ S2O2 ହେଇଯିବ ତାହେଲେ ଏଟା କେତେ ହେଇଯିବ ୟାର କେତେ 32 ୟାର କେତେ ୱେଟ ହେଇଥିବ 32 ତାହେଲେ କଣ 32 ହେଇଥିବ S ଏସ୍ ହେଇଥିବ SO2 SO2 ହବ ନା ଆଉ SO2 ହଁ କେମିତି ହବ କି ନାଇଁ ନାଇଁ SO2 ଆଜ୍ଞା ଏଇ ଯେ 10 ଗ୍ରାମ ଅଫ CuCO3 contain କେତେ ହବ
10 গ্রাম CaCO3 তাহলে CaCO3 ক্যালসিয়াম কার্বনেট তাহলে কেতে ক্যালসিয়াম ର କେତେ 20 ହେଲେ କେତେ 40 ୟାର ହେଲେ 40 କେତେ 12 40 ୟାର ହେଇଯିବ 16 3 48 ଇଏ 60 ହେଇଗଲା 100 100 100 100 ଗ୍ରାମ ରେ କେତେ 1 ମୋଲ କି ନାଇଁ 100 mole of 1 ମୋଲ ତାହେଲେ 10 ଗ୍ରାମ ଦେଇଛି 10 ଗ୍ରାମ ହେଲେ କେତେ ହେଇଯିବ 1/10 ମୋଲ କି ନାଇଁ 1/10 ମୋଲ ଯାହାର ହଉଥିବ ତା ସହିତ ହେଇଯିବ 1/10 ମୋଲ କାହାର ହଉଛି ଦେଖୁନାହାନ୍ତି 10 ମୋଲ ଅଫ କ୍ୟାଲସିୟମ 10 ହବ କି by ନାଇଁ ତ ଏଟା 40 ହବନି ହବନି 1 ଗ୍ରାମ ଅଫ କ୍ୟାଲସିୟମ ହବ କି 1 ବାଇ କେତେ ହେଇଯିବ କ୍ୟାଲସିୟମ ର 40 40 ହବନି ଏଟା ହବ କି କ୍ୟାଲସିୟମ ର ଏତିକି ଆଟମ ଅଫ କ୍ୟାଲସିୟମ ହଁ ଏଇଟା ହେଇଯିବ ଏଇଟା ବୋଧେ ହେଇଯିବ ହଁ ଏଇଟା ହବ ନା ଦେଖୁନାହାନ୍ତି କେତେ ଆଟମ ତାହେଲେ କେତେ ହେଇଯିବ ସେ ଏଇଟା ହେବନି ହଁ ଆରେ ଏଇଟା 6.8 point ରେ 6.22 ଆସିବ ଡିଭାଇଡ 23 କରିଦବା ଯଦି ହେଇଯିବ ଆମେ 23 ଏଇଟା 22 ଅଛି ଡିଭାଇଡ କରିଦବା 22 ଅଛି 22 ତଳେ 23 1/10 ହେଇଯିବ ହେଇଯିବ କି 1 ନାଇଁ by 10 ଏଇଟା ହେଇଯିବ ଆନ୍ସର ହେଲା The number of atom present in 1 mole of sulfuric acid କେତେ atom 1 mole of sulfuric acid ରେ କେତେ atom ଅଛି କହିପାରିବେ H2SO4 ରେ ମାନେ ତାହେଲେ ତ H2SO4 କେତେଟା atom ଅଛି ଆମେ H2SO4 କେମିତି ବାହାର କରିବା ଏଇଟା ଦେଖ ଆଗ 4 molecule 5 ପଚାରିଥିଲା 7ଟା ସାତଟା କେତେଟା 4 3 7ଟା 7 6 atom ଅଛି କି ନାଇଁ ତାହେଲେ 1 mole ରେ 7 କେତେ into ଥାନ୍ତା 6.023 into ଏଇଟା ସେଇଟା କେତେ ହେଇଥା 6.023 into 10 to the power କେତେ 23 into କଣ ହେଇଯିବ 23 into 7 7 7 ହେଲେ ଏଇଟା ଆନ୍ସର ଡାଇରେକ୍ଟ ଦେଇ ଦେଇଛି କି ସେଇଟା ହବ ହଁ ଆଜ୍ଞା ଦେଖିଲେ ଦେଇ ଦେଇଛି ଡାଇରେକ୍ଟ ଆଚ୍ଛା ଠିକ ଅଛି ନେକ୍ସଟ ଯିବା 10 ml of gaseous hydrocarbon on complete combustion give 40 ml of CO2 and ଏତିକି ନାଇଁ କି ତାହେଲେ gaseous hydrocarbon ଆମକୁ ଦେଇନାହିଁ କୋଉ କମ୍ପାଉଣ୍ଡ ଟା ଦେଇନାହିଁ ତାହେଲେ ଏଇଟା ଦେଇଛି କଣ combustion ହଉଛି O2 ସେଇ ସମାନ କଣ ଦବ CO2 ଆଉ କଣ CO2 H2O plus H2O H2O ଦବ ସେଠି 10 ml ଏଟା ଦେଇଛି ଆଉ କଣ ଦେଇଛି କମ୍ପ୍ଲିଟ କମ୍ବସନ ହେଇଯାଉଛି 40 ml କଣ ଦଉଛି ଏଟା ଦଉଛି CO2 ଆଉ କଣ ଦଉଛି 50 ml ଦେଇଛି 15 H2O H2O ଦେଇଛି ତାହେଲେ ହାଇଡ୍ରୋକାର୍ବନ ଟା କଣ ବୋଲି ପଚାରିଛି ତାହେଲେ ଏଇଟା ଆମକୁ ପଚାରିଛି କଣ ବୋଲି କେମିତି ବାହାର କରିବା ଏଟା କଣ ୟୁଜ କରିପାରିବା କହିପାରିବେ ଏଇଟା ଆପ୍ରୋଚ ଟା ଯଦି କରିପାରିବେ ତାହେଲେ ଆମେ ଗୋଟେ ବହୁତ ଖୁସି ହେବେ କୋଶ୍ଚିନ୍ ଟା ଦେଖିକି କଣ ଆପ୍ରୋଚ ଟା ୟୁଜ କରିପାରିବା କଣ ହେଇପାରିବ ନା ଏଟା ମତେ ତ ଜଣା ନାହିଁ ତାହେଲେ ଏଇଟା ମୁଁ କୋଉଟାକୁ ଫଲୋ କରୁଛି କହିପାରିବେ ଏଟା ଗେ ଲୁସାକ୍ସ ଲ ଫଲୋ କରୁଛି ଫଲୋ କରୁନି ଗେ ଲୁସାକ୍ସ ଲ ଗେ ଲୁସାକ୍ସ ଲ ରେ କଣ ଥିଲା ସବୁ ମଲିକୁଲାର କୋଡା କଣ ଥିବ ଭଲ୍ୟୁମ ରେ ଯଦି ଥିବ ଆମେ ତାକୁ କୋଉଥିରେ ନେଇପାରିବା ରେସିଓ ରେ ନେଇଯିବା ତାହେଲେ ଏଟା 10 ରେ ଡିଭାଇଡ ହେଇଗଲେ କେତେ ହେଇଯିବ 1 ଭଲ୍ୟୁମ ଏ କେତେ 1 ହେଇଯିବ is to 4 4 is ଭଲ୍ୟୁମ to 5 5 ଭଲ୍ୟୁମ 5 କି ନାଇଁ 5 ତାହେଲେ 1:4:5 ହେଇଯିବ କି ନାଇଁ ଆଜ୍ଞା ହଉଛି ହେଲା ତାହେଲେ ଏବେ ଆମେ ବାହାର କରିଦବା ଯୋଉ ଇଏଟା ହାଇଡ୍ରୋକାର୍ବନ ଟା ବାହାର କରିଦବା ତାହେଲେ 1 ମୋଲ ବେଳେ ତାହେଲେ 1 ମୋଲ ବେଳେ 1 ମୋଲ ମାନେ 1 ମୋଲ ଧର ମନେ ନେଲି ତାହେଲେ 1 ମୋଲ ବେଳେ ୟାକୁ ରେସିଓକୁ ନେଉଛି ତାହେଲେ କେତେ 1 ମୋଲ ହାଇଡ୍ରୋଜେନ ହାଇଡ୍ରୋଜେନ ଯେତେବେଳେ ନଉଛି ତାହେଲେ କେତେ ମୋଲ ଦରକାର 4 ମୋଲ କାର୍ବନ ଦରକାର 4 କି ନାଇଁ ମୋର ଏଠୁ କାର୍ବନ ଟା ଜଣା ପଡିଯାଉଛି ତାହେଲେ କାର୍ବନ ଟା କେତେ ହେଇଥିବ C4 ହେଇଥିବ କି ନାଇଁ C4 C4 ହେଇଥିବ ନା ନାଇଁ ତାହେଲେ ତିନିଟା ଅପସନ ଅଛି ସି ରେ ତାହେଲେ ଆଉ ଗୋଟେ ଦେଖିବା ତାହେଲେ ଆମେ ହାଇଡ୍ରୋଜେନ ସହିତ କମ୍ପେୟାର କରିଦବା ତାହେଲେ ଯେତେବେଳେ 1 ମୋଲ ଯେତେବେଳେ ନେଉଛି ୟାକୁ ଯେତେବେଳେ ହାଇଡ୍ରୋକାର୍ବନ ଟା ନେଉଛି ତାହେଲେ ହାଇଡ୍ରୋଜେନ କେତେ ହେଇଥିବ ଇଏ 5 5 ଇଏ କେତେଟା ଅଛି ଦିଟା ଅଛି ନା ଦିଟା ହଁ 5 into 2 10 10 ହବନି ଏ 2 ହେବନି ଆଜ୍ଞା 2 ଆଜ୍ଞା ହବ ତାହେଲେ କେତେ 10 ମୋଲ ହେଇଯିବ ତାହେଲେ ଏଚ ଟା କେତେ ହେଇଥିବ C4H10 10 ହେଇଯିବ 10 ତାହେଲେ C4H10 ଏ କ୍ୱେଶ୍ଚନ ଦେଖିଲେ ତାପରେ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ ଆଟମିସିଟି ଅଫ ଦ ମଲିକ୍ୟୁଲ ଆଟମିସିଟି କହିଲେ କଣ କହିପାରିବେ ଆଟମିସିଟି କହିଲେ କଣ ଆରେ ନମ୍ବର ଅଫ ଆଟମ ଆଟମିସିଟି ନମ୍ବର କହିଲେ ଆଉ କିଛି ନା ଆଟମ୍ ତାହେଲେ କେତେଟା ଅଛି ଆରେ ଏଠି କେତେ 3 2 5 3 6ଟା 6ଟା ଅଛି 6ଟା ଅଛି ନା କେତେ 3 2 5ଟା ଅଛି ନା 6ଟା ଅଛି କେମିତି ନା ନା ହଁ ସାର୍ 5ଟା ଅଛି ନା ଏଟା 5ଟା ଅଛି ନା ତାପରେ ଦେଇ ନମ୍ବର ଅଫ ସିଗ୍ନିଫିକାଣ୍ଟ ଫିଗର ଆରେ ନମ୍ବର ଅଫ ସିଗ୍ନିଫିକାଣ୍ଟ ଫିଗର କେତେ ହବ 1 2 3 ଆରେ ଇନିସିଆଲ ଜିରୋ ଗୁଡାକ କଣ ହବ 6 ଏଗୁଡା ହବନି 6ଟା ଇନିସିଆଲ ଜିରୋ ଗୁଡା ହବନି କିନ୍ତୁ ନାଇଁ ମାକ୍ସିମମ୍ ପରେ 1 ଫାଇନାଲ 2 ଜିରୋ 3 ଗୁଡା ହବ 4 ଏ କେତେଟା ହେଲା 3 ଫାଇନାଲ 3 3 6ଟା 3 6ଟା 6ଟା ହବ ତାହେଲେ ଏଇଟା ହବ ଆନ୍ସର ମାନେ ଅଛନ୍ତି ତ ସେଥିପାଇଁ ଭଲ ଅଛି ରେ କଣ ହେଲା ନାଇଁ ସାର୍ କିଛି ନାହିଁ ହଉ ତାପରେ ଏଇଟା ଦେଇଛି ହ୍ୱାଟ ଇଜ ତ ଟିକେ ଡିଫିକଲ୍ଟ କ୍ୱେଶ୍ଚନ ଟିକେ ଅଛି ଲେଭେଲ ର କ୍ୱେଶ୍ଚନ
What is the number of molecules of CO2 present in contain 8 gram of O2? Number of molecules of CO2 present in contain 8 gram of O2 କେତେ number of ଥିବ କହିଲେ କହିପାରିବେ? CO2 CO2 ରେ ତାହେଲେ ଏଟା କେତେ ଯେତେବେଳେ 32 ଗ୍ରାମ ଥାଏ ତାହେଲେ କେତେ କେତେ ଥାଏ 32 ଗ୍ରାମ ବେଳେ କେତେ ଥାଏ ଏଟା ଯେତେବେଳେ 32 ଗ୍ରାମ ଥିବ ତାହେଲେ CO2 molecule କେତେ ଥିବ 6.023 into 10 to the 23 molecules ଥିବ କି ନାଇଁ ଆରେ ବୁଝି ହଉଛି ନା ନାଇଁ molecules ଆଜ୍ଞା of molecules of କଣ O2 ଆସିବ CO2 ଆସିବ ଯେତେବେଳେ 32 ଗ୍ରାମ ରହିବ ତାହେଲେ ଯେତେବେଳେ 8 ଗ୍ରାମ ଥିବ ତାହେଲେ କଣ ହେଇଯିବ କେତେ ହେଇଯାଉଛି ଡିଭାଇଡ ବାଇ 4 ହେଇଯାଉଛି କି ନାଇଁ डिवाइड बाय ଏଟା 4 ବି ଏପଟେ ବି ସେଇଟା डिवाइड बाय 4 ହେଇଯିବ 4 ହେଇଗଲେ ହେଇଯିବ ତାହେଲେ 4 କେ 4 ହେଇଯିବ ତାହେଲେ ଏଟା କେତେ ହେଇଯିବ ଆଉ ରହିଲା କେତେ 2 20 4 5 20 ସମଥିଙ୍ଗ ଇନଟୁ 10 ଟୁ ଦ ପାୱାର କେତେ ଆସିବ 23 ଆଉ କଣ ଏ ଆସିବ ନା କଣ ହଁ ଏତିକି ତ ଆସିବ ଆଉ molecule of CO2 sir next ଯିବା ଦେଇଛି calculate the total number of electron present in 1.6 gram of methane ଆଚ୍ଛା ଏତିକିରେ ଗ୍ରାମରେ ମିଥେନ ରେ କେତେ ଆଚ୍ଛା ମିଥେନ ର ଫର୍ମୁଲା କଣ CH4 ରେ କେତେ 12 16 ଗ୍ରାମ ଆଚ୍ଛା 16 ଗ୍ରାମ ରେ କେତେ ନମ୍ବର ଯୋଉ ଇଲେକ୍ଟ୍ରନ ରହେ କହିପାରିବେ କେତେ ନମ୍ବର ଅଫ ଇଲେକ୍ଟ୍ରନ ରହେ କେତେ ନମ୍ବର ଅଫ ଇଲେକ୍ଟ୍ରନ ଆରେ ଏଥିରେ କେତେଟା କାର୍ବନ ର ଆଟମିକ ନମ୍ବର କେତେ 6 ହାଇଡ୍ରୋଜେନ କେତେ 1 ଚାରିଟା ଅଛି ତାହେଲେ କେତେଟା 10ଟା ଇଲେକ୍ଟ୍ରନ ତାହେଲେ ନମ୍ବର ଅଫ ଇଲେକ୍ଟ୍ରନ କେତେ ହେବ 10 ଇନଟୁ କେତେ ହେଇଯିବ 6.023 into 10 to the power 23 इलेक्ट्रॉन बुझेला ना नहीं ଆଜ୍ଞା ଏତିକି ଇଲେକ୍ଟ୍ରନ ହେଲା ତାହେଲେ ସେ କଣ କରୁଛି 1.6 ଗ୍ରାମ ତାହେଲେ ଯେତେବେଳେ 60 ଗ୍ରାମ ବେଳେ 1.6 ତାହେଲେ ଏଟା ଡିଭାଇଡ ବାଇ 10 ଏଠି ବି ଡିଭାଇଡ ବାଇ 10 କରିଦବା 10 10 କଟିଗଲା ତାହେଲେ ଏତିକି ଆଉ ଟୋଟାଲ ଆଭୋଗାଡ୍ରୋସ ନମ୍ବର ଟା ଏତିକି ହିଁ ଥିବ ହେଲା ନା ନାଇଁ ନେକ୍ସଟ ଯିବା ନେକ୍ସଟ କ୍वेଶ୍ଚन ଟା ହଉଛି ଏକ୍ସାମ୍ପଲ ଟିକେ ଗୋଟେ ମିନିଟ ରହିଲେ এটা ଦେଇଛି FeSO4 ରେ FeSO4 এটা ଦେଇଛି କଣ ନା Fe2SO4 whole 3 ରେ ଦେଇଛି the empirical formula of the crystalline compound of iron it will be used in water treatment to aid in the removal of suspended impurities calculate the mass percentage of the iron in the ତାହେଲେ ଏଟା ଆଇରନ୍ ଅକ୍ସିଜେନ ଆଉ କାରଣ ସଲଫର ର କଣ ମାସ୍ ପରସେଣ୍ଟେଜ ପଚାରିଛି ସିମ୍ପଲ କ୍ୱେଶ୍ଚନ ଟା ତାହେଲେ ଏଠି କେତେ ହେଇଯିବ ଟୋଟାଲ ମାସ୍ ଟା କଣ ବାହାର କରିବା କି ନାଇଁ ଆଇରନ୍ ର କେତେ 56 ଦୁଗୁଣ କେତେ ହେଇଯିବ ଏଠି 12 112 ପ୍ଲସ୍ ଏଟା ସଲଫର କେତେ 32 ନା 32 ଇଣ୍ଟୁ 3 ଅକ୍ସିଜେନ ର କେତେ 16 64 64 ଇଣ୍ଟୁ 3 ବୁଝୁଛି ନା ନାଇଁ ମାସ୍ ପରସେଣ୍ଟେଜ ବାହାର କରିବା ବା ତାହେଲେ ଏଟା କେତେ ଆସିବ ଟୋଟାଲ ହେଇଗଲା କେତେ 112 ଇଏ ହେଇଯିବ କେତେ 32 3 96 ଇଏ ହେଇଯିବ କେତେ 3 12 2 1 318 କ 19 ତାହେଲେ ହେଇଗଲା କେତେ 4 2 6 ଶୂନ ଇଏ ହେଇଗଲା 9 9 18 1 19 ହେଲେ ଇଏ 2 4 ଶୂନ ତାହେଲେ ହେଇଗଲା କେତେ 4 4 ଟୋଟାଲ ମାସ୍ ଟା ହେଇଯାଉଛି କେତେ ଆମର 400 ତାହେଲେ କଣ ଆଇରନ୍ ର କେତେ ହେଇଯିବ ଆଇରନ୍ ର ମୁଁ ଯଦି ବାହାର କରିବି ତାହେଲେ କେତେ ହେଇଯିବ ଆଇରନ୍ ର 112 ବାଇ 400 112 ବାଇ 400 ଯଦି ସଲଫର ବାହାର କରିବି ତାହେଲେ କେତେ ହେଇଯିବ 96 ପରସେଣ୍ଟେଜ ଦେଇଛି ତାହେଲେ 100 କରିଦେବେ into 100 ଇଣ୍ଟୁ 100 ଏଗୁଡା ବାହାର କରିବେ ଏଇଟା ତାର ଅକ୍ସିଜେନ କଣ ହେଇଯିବ ନା 64 ଇଣ୍ଟୁ ଏଟା 192 192 right ଡିଭାଇଡେଡ୍ ବାଇ 400 ଇଣ୍ଟୁ 100 କରିଦେବେ ଏଟା ବାହାର କରିଦେବେ ନିଜେ ଆଉ ହେଲା ଦେଇଛି determine the empirical formula of iron oxide ଆଇରନ୍ ଦେଇଛି ଆଉ ଅକ୍ସିଜେନ ଦେଇଛି ଏବେ ଯେମିତି କଲେ ସେମିତିଆ କରିବେ ଏଗୁଡା ଯଦି ଆଇରନ୍ ଆଉ ଅକ୍ସିଜେନ ଆସିବ ତାହେଲେ କଣ ଆଗ ସବୁବେଳେ ନେଇଯିବେ ଏଭଳିଆ କୋଉଥିରେ ଟେବୁଲରେ ନେଇଯିବେ ଯିଏ ଯିବ 30.1 ତାହେଲେ ଆଇରନ୍ ର କେତେ 56 ଅକ୍ସିଜେନ ର କେତେ 56 16 କି ନାଇଁ 16 ତାହେଲେ ଏଇଟା କେତେ ହେଇଯିବ 69.6 ଡିଭାଇଡେଡ୍ ବାଇ 56 ତାର କେତେ ହେଇଯାଉଛି 1 point something 1 ପଏଣ୍ଟ କେତେ ଆସିବ ଏଟା ବାହାର କରିବାକୁ ପଡିବ ବୋଧେ 16 ଏଟା 30.1 ଡିଭାଇଡେଡ୍ ବାଇ ଏଟା ଅଲରେଡି କ୍ୱେଶ୍ଚନ କଲେଣି ତାହେଲେ ଏଟା କେତେ ହେଇଯିବ 1 ପଏଣ୍ଟ ବାହାର କଲେ 69.6 divided by 56 ତାହେଲେ ଏଟା କେତେ 1.24 1.24 ଇଏ ହେଇଯାଉଛି 30.1 divided by 16 ତାହେଲେ ଇଏ ହେଇଯିବ କେତେ 1.88 ତାହେଲେ ଆମେ ଗୋଟେ ରେସିଓ ଟା ବାହାର କରିବା ଆଟମିକ ରେସିଓ କେମିତି ବାହାର କରିବା ନା ତାହେଲେ ସ୍ମଲ ଟା ତାହେଲେ 1.24 କୁ 1.24 ଯଦି ଡିଭାଇଡ କରିବା ତାହେଲେ କଣ ହେଇଯିବ
1 ଆସିବ ଏଟା 1.88 divided by 1.24 divide କଲେ 1.5 ଆଉଥିବ ବୋଧେ ମତେ ଲାଗୁଛି 1. ସେ ଅଛି ଇଣ୍ଡିଆ ଜଣା ପଡୁଛି ତ 1.5 ଆଉଛି ତାହେଲେ କଣ ଯଦି ଆମର fraction into 2 କରିଦବା ତାହେଲେ into 2 କରିଦେଲେ a2 into 2 କରିଦେଲେ a ହେଇଯିବ କେତେ 3 ତାହେଲେ କଣ ହେଇଯିବ Fe2O3 ଫର୍ମୁଲା ସରିଲା next question ଦେଇଛି what volume of carbon dioxide at NTP obtained on treatment with 1 gram of CO3 ଦେଇଛି ନା with dilute HCl अच्छा ट्रीटमेंट କରିବା CO3 को dilute का ସହିତ ଯୋଉ HCl ସହିତ କେମିତି କରିବା କହିଲେ what volume of carbon dioxide at obtained on treatment with 1 gram of marble with dilute এটা নাকি আচ্ছা এটা ଆମେ ଏଟାକୁ ଆମେ ରିଆକ୍ସନ କରିବା ନା मोल ନେଇକି ହଁ ନାଇଁ CaCO3 ତ volume of carbon dioxide into obtained treatment with 1 gram of marble with dilute HCl କୁ ହବ ନା ଏଟା ହେଇଗଲା କଣ କାର୍ବନ କ୍ୟାଲସିୟମ କାର୍ବନ ଏମିତି କଣ HCl ଦବ କଣ ଏଟା next ବନେ ନା what volume of carbon dioxide we obtain on treatment with 1 gram of marble আচ্ছা dilute আচ্ছা এটা dilute ହଉଛି ନା এটা dilute ହଉଛି ତାହେଲେ ଆର କଣ ଇଏଟା କିଛି ରହିବନି ରିଆକ୍ସନ ଟା ତେଣୁ ଆପଣ ଡାଇରେକ୍ଟ ଡିକମ୍ପୋଜିସନ କରିଦବା ନା ଏମିତି କରିପାରିବାନି ଆଜ୍ଞା CO2 CO ପ୍ଲସ୍ CO2 CO2 ତାହେଲେ ଏଟା କେତେ ହେଇଗଲା ୟାର କେତେ 100 ଗ୍ରାମ CaCO3 ଆମେ ବାହାର କରିଥିଲେ ଏବେ ୟାର କେତେ 100 ବେଳେ କଣ ଦେଇଛି 40 କାର୍ବନ 44 ନା ଭଲ୍ୟୁମ ରେ ପଚାରିଛି ବା 22.4 ତାହେଲେ ଏଟା 1 ଗ୍ରାମ ରେ କେତେ ହେଇଯିବ divided by 100 ତାହେଲେ କଣ ହେଇଯିବ 0.224 ଲିଟର sir next ଯିବା ଆମେ calculate the volume of oxygen necessary to burn complete 5 liter of butane gas what is the volume of carbon dioxide আচ্ছা butane को এটা যে ଏମିତିଆ butane ହେଲେ କେତେ C4H10 ଆରେ ଇଏ ଗୁଡା ଜାଣିଛ ତ ଆଲକେନ ର କଣ CnH2n ପ୍ଲସ 2 ଆଜ୍ଞା ଆଲକେନ ର CH2n ଖାଲି ଆଲକାଇନ ର କଣ ଯିବ CnH2n ମାଇନସ 2 ଏଟା କଣ ଆଲକେନ ଟା ବିଉଟେନ ଟା ଅକ୍ସିଜେନ ସହିତ ରିଆକ୍ସନ କଲା ତାହେଲେ କଣ ଦବ ଏଟା ଗୋଟେ ଅର୍ଗାନିକ କମ୍ପାଉଣ୍ଡ ତାହେଲେ କଣ ଦବ CO2 ପ୍ଲସ H2O ଦବ ହେଲା ଆକୁ ଟିକେ ଇଏ କରିଦେବେ ଯୋଉ ଇଏ କରିଦେବେ ବାଲାନ୍ସ ନିଜେ କରିଦେବେ ଏଗୁଡା ମୁଁ ଲେଖିଦେବି ଡାଇରେକ୍ଟ 10 ହେଇଗଲା ଦେଇଛି calculate the volume of necessary to burn 5 liter of butane gas what is the volume of carbon dioxide formed ନାଇଁ କି 5 liter ଆଚ୍ଛା ଆଚ୍ଛା ଏଥିରେ 2 into 22 point କେତେ 4 liter ବେଳେ ଏଟା କେତେ ହୁଏ 8 into କେତେ 22.4 କି ନାଇଁ ଭଲ୍ୟୁମ ଦେଇଛି ତାହେଲେ କେତେ 5 ଲିଟର ବେଳେ ବାହାର କରିଦବା ହେଇଯିବ ଆଉ କଣ 8 into 22.4 divided by 2 into 22.4 ଏଟା କଟିଯିବ 4 ଏଟା ହେଇଯିବ into 5 ତାହେଲେ ହେଇଗଲା କେତେ 20 ହେଇଯିବ ଆନ୍ସର ଆଉ 20 ଲିଟର ଆଉ ନେକ୍ସଟ ଯିବା କେତେ ଟାଇମ ହେଇଗଲା 26 କରିଦବା ନା ଓଭର ହେଇଗଲାଣି ନା କୁହନ୍ତୁ ସାରିଦେବା କଣ କହୁଛନ୍ତି ସାରି ଦିଅନ୍ତୁ କିଏ କହିଲେଣି ଆରେ କେହି କ୍ଲାସ ରେ ନାହିଁ ପଳଉଛନ୍ତି ସବୁ ସାରିଦବା ତ ସାରି ଦଉଛି ରେକର୍ଡିଂ ତ ରହିଯିବ ଆଉ ଦେଖିଦେବେ ଆଉ ହେଲା କି ନାଇଁ 2 ଘଣ୍ଟା ହଉ ଯେତିକି ହଉ ହେଲା କି ନାଇଁ ଜଲ୍ଦି କରିଦବା ଏଗୁଡା a solution prepared by dissolving 18 ଏତିକି distilled water solution is prepared by dissolving 18 point କେତେଟା ଦେଇଛି 18.2 gram 25 gram এটা ଦେଇଛି 1 ଦେଇଛି distilled water to give 200 ml solution calculate the molarity of the solution এটা ବାହାର କରିଦବା ଡାଇରେକ୍ଟ ମୋଲାରିଟି ଟା କି ନାଇଁ ମୋଲାରିଟି ଆମର କେମିତି ବାହାରିବ ଯୋଉ ନମ୍ବର ମୋଲ ଶହେ ଭଲ୍ୟୁମ ତାକୁ ଏଲାବୋରେଟ କଲେ ୱେଟ ବାଇ କଣ ଥିବା ମୋଲାର ମାସ ଇନଟୁ କଣ ଯାଏ 1000 ଡିଭାଇଡେଡ ବାଇ କଣ ଭଲ୍ୟୁମ ml ରେ ଏଟା କି ନାଇଁ ତାହେଲେ ୱେଟ ଟା କେତେ ଦେଇଛି 18.25 এটা ମୋଲାର ମାସ ଟା କେତେ 40 into 1000 ଡିଭାଇଡେଡ ବାଇ ଏଟା କେତେ 200 ବାହାର କରିବେ ନିଜେ କେତେ ଆସିବ ହେଲା ଜଲ୍ଦି କରିଦବା
ତାହେଲେ ହ୍ୱାଟ ଇଜ ଦ କନସେନ୍ଟ୍ରେସନ ଅଫ ସୁଗାର ଦେଇଛି ଇନ ମୋଲ୍ସ ଲିଟର ମାନେ କଣ ଏଟାକୁ ମୋଲାରିଟିରେ ପଚାରିଛି। ତାହେଲେ ମୋଲାରିଟି ପଚାରିଛି। ତାହେଲେ 20 ଗ୍ରାମ ଅଫ ଡିଜଲ ବିନ୍ ଏନଫ 2 ଲିଟର। ତାହେଲେ ଏଟା କେମିତି ବାହାର କରିବା? ଓ ତାହେଲେ ଏଟା ମୋଲାରିଟିର ଡାଇରେକ୍ଟ ବାହାର କରିଦବା। ଫର୍ମୁଲା ମୋଲାରିଟି ପକେଇଦବା ଡାଇରେକ୍ଟ। ଏଟା ଆଜ୍ଞା କଣ ୱେଟ ବାଇ କଣ ଥିଲା ମୋଲାର ମାସ ଇንଟୁ କଣ 1000 ବାଇ 1000 ଭଲ୍ୟୁମ ଭଲ୍ୟୁମ ଟା ଏଠି ଲିଟର ଦେଇଛି ଡାଇରେକ୍ଟ 1000 ନେଲେ 2000 କରିଦେବେ। ତାହେଲେ ଏଟା ୱେଟ ଟା କେତେ ଦେଇଛି? ୱେଟ ଦେଇଛି କି 20 ଗ୍ରାମ। ତାହେଲେ ଏଟା କେତେ ଆସିବ? 20 ଗ୍ରାମ ତାର ଟୋଟାଲ ହେଲେ 12 ବରା କେତେ 144 ପ୍ଲସ 22 ପ୍ଲସ 11 ଇଣ୍ଟୁ 16 1174 16 କେତେଟା? ଏଟା କେତେ 176। ତାହେଲେ ମିଶେଇ ଦେଲେ ଟୋଟାଲ 342। ତାହେଲେ 342 ତାହେଲେ କେତେ ହେଇଗଲା? 1000 ନ ଲେଖିକି ଆମେ 1000 ଯଦି କରିବା ତାହେଲେ ଡିଭାଇଡେଡ୍ ବାଇ କେତେ 2 1/2 ଲିଟର କରିବା 2000 ବୋଲେ 2 ହେଇଯିବ। ତାହେଲେ ଏଟା ପଳେଇ ଆସିବ 0.029 ହେଲା। ଆରେ ରେକର୍ଡ ରହିଯିବ ଦେଖିଦେବେ ସମସ୍ତେ କିଛି ଅସୁବିଧା ନାହିଁ। କରିଦେ ସାରିଦଉ କ୍ଲାସ ଟା। ତାପରେ ଦେଇଛି if the density of ଦେଇଛି ଏଟା ଡେନ୍ସିଟି ଦେଇଛି କଣ ଦେଇଛି ନା 0.793 କେଜି। ଏଗୁଡା ଟିକେ ହାୟର ଲେଭେଲ କ୍ୱେଶ୍ଚିନ୍ ମାନେ ନିଟ୍ ଲେଭେଲ ଜେଇ ଲେଭେଲ କ୍ୱେଶ୍ଚିନ୍ ଗୁଡା। ହ୍ୱାଟ ଇଜ ଦ ଭଲ୍ୟୁମ ଅଫ ଇଟ୍ ମେକିଂ 2.5 ଲିଟର ଭଲ୍ୟୁମ କେତେ ଆମକୁ 2.5 ଲିଟର ଆମେ ମେକିଂ କରିବା। ଆଉ ମୋଲାରିଟି ଦେଇଛି ଏଠି ଦେଖ ଆମେ 25 ମାସ୍ ବାହାର କରିପାରିବା ହଁ ଏଟା କଣ କରିପାରିବା ଆମେ ଡାଇରେକ୍ଟ ଇଏ ବାହାର କରିପାରିବାନି କୋଉଥିରେ କହିଲ ଫର୍ମୁଲା ଡାଇରେକ୍ଟ ୟୁଜ କଲେ ହେଇପାରିବ ନାଇଁ ହେଲା କି ନାଇଁ ମାସ୍ ବାହାର କରିବା ଏଟାକୁ ଆମେ ଡାଇରେକ୍ଟ ମାସ ବାହାର କରିକି କରିଦେଇ ପାରିବା। ମାସ ବାହାର କଲେ କେମିତି ହବ? ଡେନ୍ସିଟି ଇକ୍ୱାଲ ଟୁ ମାସ୍ ବାଇ ଭଲ୍ୟୁମ ଡେନ୍ସିଟି ଡେନ୍ସିଟି ଦେଇଛି ଭଲ୍ୟୁମ ଦେଇଛି ତାର ମାସ ସେଇ ମାସଟା ହେଲେ ସେଟା ମାସ ବାଇ ମାସ ଅଫ ସଲ୍ୟୁସନ ପା ଆପଣ ଯୋଉଟା କହୁଛନ୍ତି ତାର ଡେନ୍ସିଟି ଇଜ ଇକ୍ୱାଲ ଟୁ ମାସ ବାଇ ଭଲ୍ୟୁମ। ତାହେଲେ ଏଟା କଣ ଏଟା ମାସ ଅଫ ସଲ୍ୟୁସନ ଏଟା ମାସ କଣ ଏ ଯୋଉ ଭଲ୍ୟୁମ ଏଟା ଆମ କଣ ମାସ ଅଫ କଣ ଯୋଉ ଇଏ କି ମାସ ଅଫ ମାସ ଅଫ ସଲ୍ୟୁଟ ନୁହଁ ଏଟା। ତାହେଲେ ଏଟା ଆମେ ନମ୍ବର ଅଫ ମୋଲ୍ସ ରେ ବାହାର ଦେଇ କରିପାରିବା। ଏଠି ନମ୍ବର ଅଫ ଏଟା କଣ ମୋଲାରିଟି ଦେଇଛି ନା ବୁଝିଲା ନା ନାଇଁ ନମ୍ବର ଅଫ ମୋଲ୍ସ ରେ ଆମେ ବାହାର କରିଦେଇ ପାରିବା। ମୋଲାରିଟି ଇକ୍ୱାଲ ଟୁ କଣ ଥିଲା ନମ୍ବର ଅଫ ମୋଲ୍ସ ଡିଭାଇଡେଡ୍ ବାଇ କଣ ଭଲ୍ୟୁମ କି ନାଇଁ ନମ୍ବର ଅଫ ମୋଲ୍ସ ଟା କଣ ଆମର ଥିଲା 0.25 ଡିଭାଇଡେଡ୍ ବାଇ ନମ୍ବର ଅଫ ମୋଲ୍ସ ଟା ଆମେ ବାହାର କରିବା କି ନାଇଁ ଡିଭାଇଡେଡ୍ ବାଇ ଭଲ୍ୟୁମ ଟା କେତେ 2.5 ଲିଟର ଆମକୁ ମେକଅପ କରିବାକୁ ପଡିବ। ତାହେଲେ କେତେ ଆସିଲା n ଇକ୍ୱାଲ ଟୁ କେତେ ଏଟା ମଲ୍ଟିପ୍ଲାଇ କରିଦେଲେ 0.625 ହେଲା ଏତିକି ନମ୍ବର ଅଫ ମୋଲ୍ସ। ଏବେ ଆମେ ବାହାର କରିଦବା ନମ୍ବର ଅଫ ମୋଲ୍ସ ମିଳିଗଲା ଆମକୁ ମିଥାନଲ ପଚାରିଛି ଏବେ ମାସ ଟା ମିଳିଯିବ କି ନାଇଁ। ତାହେଲେ ନମ୍ବର ଅଫ ମୋଲ୍ସ କେମିତି ବାହାରେ ମାସ ବାଇ କଣ ଥିବ ମୋଲାର ମାସ ତାହେଲେ ମାସ ଟା ଆମକୁ ବାହାର କରିବା ତାହେଲେ ଏଟା କେତେ 0.625 ତାହେଲେ ମାସ ଟା ବାହାର କରିବା ଡିଭାଇଡେଡ୍ ବାଇ ମୋଲାର ମାସ କେତେ ମିଥାନଲ CH3OH ହେଲା କି ନାଇଁ। ତାହେଲେ କାର୍ବନ ର କେତେ 12 ପ୍ଲସ 4 ପ୍ଲସ 16 ହେଲେ କେତେ 16 16 32 ହେଲା ନା କେତେ ହେଲା OH ର ହେଲେ 17 ହେଇଯିବ 16 1 17 ହେଲେ କେତେ 33 ହେଇଯାଉଛି ନା କେତେ 33 ହେଇଯିବ ନା 32 ହେଇଯିବ। ଆରେ ଏଟା 12 ଇଏ 4 ତାହେଲେ କେତେ ହେଇଗଲା ଆରେ 32 ତ ହଉଛି ଆଉ 32 ତ ହଉଛି ଆଉ ପୁଣି କଣ 32 ତାହେଲେ ମାସ ଟା କେତେ ହେଇଗଲା ମାସ ଟା ହେଇଯିବ 1.65 ହେଲେ 20 ଗ୍ରାମ ହେଇଯିବ ହେଲା। ମାସ ମିଳିଗଲା ଏବେ ହେଲା କି ନାଇଁ। ଆମକୁ ପଚାରିଛି କଣ ପଚାରିଛି କେତେ ଭଲ୍ୟୁମ ନିଡେଡ କରିବ 2.5 ଏତିକିରେ ହେଲା କି ନାଇଁ। ତାହେଲେ ଆଚ୍ଛା ଯୋଉ ଡେନ୍ସିଟି ଟା ଆମର ଅଛି କି ନାଇଁ ଏଠି ଆମେ ଡେନ୍ସିଟି ର ଆମେ କହିପାରିବା ଡେନ୍ସିଟି ର ଆମର ମିନିଂ ଟା ଏଟା କଣ କହିପାରିବେ 0.75 କଣ 93 କେଜି କଣ ମିଥାନାଲ କଣ ଅଛି ପ୍ରେଜେଣ୍ଟ କରୁଛି କେତେରେ ପ୍ରେଜେଣ୍ଟ ଇନ 1000 ml କିମ୍ବା 1 ଲିଟର ବୋଲି ଆମେ କହିପାରିବା କି ନାଇଁ। ଏଟା ଯଦି ଗ୍ରାମ ରେ ନେଇଯିବା କେତେ ହେଇଯିବ 793 ଗ୍ରାମ କି ନାଇଁ। ଏତିକି ଗ୍ରାମ ପ୍ରେଜେଣ୍ଟ ହଉଛି ଏତିକିରେ ତାହେଲେ 20 ଗ୍ରାମ ଟା କେତେରେ ପ୍ରେଜେଣ୍ଟ ହବ ତାହେଲେ 20 ଗ୍ରାମ ଟା କେତେ ହବ 1000 ଡିଭାଇଡେଡ୍ ବାଇ 793 ଇଣ୍ଟୁ 20 ଏଟା ପଳେଇ ଆସିବ ଆମର 25.2 ଏମିତି କରିବ ବୁଝିଲା। ସବୁ ଗୁଡାକ ଫର୍ମୁଲାରେ ବାହାରିବନି କିଛି କ୍ୱେଶ୍ଚିନ୍ ଆନାଲିସିସ୍ କରିକି ବି ହେଇପାରିବ ଏଗୁଡା ଟିକେ ହାୟର ଲେଭେଲ ନିଟ୍ ଲେଭେଲ ଜେଇ ଲେଭେଲ କ୍ୱେଶ୍ଚିନ୍ ଗୁଡା କେତେଟା ମୁଁ ରଖିଛି ଟିକେ ଆନାଲିସିସ୍ କଲେ ଏଗୁଡା କଣ କି ଯୋଉ ଆପଣଙ୍କୁ ଟିକେ କଣ ଆଇଡିଆ ହେଇଯିବ କ୍ୱେଶ୍ଚିନ୍ ଆସିବନି ମାକ୍ସିମମ୍ କିନ୍ତୁ କଣ କ୍ଲାରିଟି ଟା ହେଇଯିବ। ତ ଡେନ୍ସିଟି ଦେଇଦେଇଛି ଏଠି ଡେନ୍ସିଟି ଅଫ 3m ସଲ୍ୟୁସନ ମୋଲାରିଟି ଦେଇଦେଇଛି 3m ଡେନ୍ସିଟି ଦେଇଦେଇଛି କେତେ 1.25 ତାହେଲେ କାଲକୁଲେଟ ମୋଲାରିଟି ଏଇଟା ବାହାର କରିଦେବା କି ନାଇଁ। ଏଠୁ ଡେନ୍ସିଟି ଆମେ ବାହାର କରିଦେବା କାହିଁକି ମୋଲାରିଟି ଆମର ଫର୍ମୁଲା କଣ ଥିଲା ନମ୍ବର ଅଫ ମୋଲ୍ସ ବାଇ ସଲଭେଣ୍ଟ କି ନାଇଁ ସଲଭେଣ୍ଟ ଇନ କେଜି। ତାହେଲେ ଏଠି ଆମେ କଣ
डेंसिटी मोल्स पर लीटर तेणु आमके डेंसिटी इक्वल टू कौन है मास बाय वॉल्यूम मोलारिटी पे हम मास ऑफ सॉल्यूशन दरकार 1.25 इक्वल टू मास ऑफ सॉल्यूशन केते अछि मास वॉल्यूम ऑफ सॉल्यूशन केते एटा एटा केते जिवो 1000 ना है कि लीटर इन मसला देछि कि नै 1000 टी ताले हे जिवो केते एटा ताले मास ऑफ सॉल्यूशन केते होला 1250 नै 1250 ग्राम एटा कोथरे पळे आसला मास ऑफ सॉल्यूशन ग्राम रे किंतु हाँ मास ऑफ सॉल्यूशन किंतु हमको कौन दरकार जो येटा दरकार मास टा दरकार ना कि नै मास टा हम बाहर करिया मास टा काहे कि दरकार काहे कि हमर प्रॉब्लम कोन एटा सॉल्वेंट टा दरकार एटा कोन की एटा सॉल्यूशन मास ऑफ सॉल्यूशन रो हमको सॉल्यूशन केमति बाहर करबा एटा मोलारिटी देछि एथरु बाहर कर देबी नंबर ऑफ मोल्स टा बाहर कर देबी मोलारिटी इक्वल टू नंबर ऑफ मोल्स बाय वॉल्यूम एटु बाहर कर देले होबनी ना ना आमे नले एमति बाहर कर देले भी होबा आ इजी रे हो केमति नंबर ऑफ मोल्स टा बाहर कर दबा मास बाय मोलार मास एटा हमको येटा दरकार अछि जणा अछि कोटा हमको देछि बा एटा NaCl बोली तर मते एडो नंबर ऑफ मोल्स नै गली मास बाय कोन नै जिवि मोलार मास नै गली नंबर ऑफ मोल्स केते जिवो एटा 3 मोल्स कि नै एटा अरे 3m टा तार मीनिंग टा कोन 3 यार 3m 3 मोल्स प्रेजेंट इन केते 1000 ml कि नै 1000 ml एटा तो 1 लीटर तो 3 मोल्स प्रेजेंट इन केते 1 लीटर बा नंबर ऑफ मोल्स बाय वॉल्यूम कि नै ताले एटा केते हिजो 3 नंबर ऑफ मोल्स टा ताले मास टा केते मु बाहर करबी मास टा तमर 58.5 दरकार ये केते 36 पॉइंट केते ना ना एटा था इरबा ना ये केते हिजो 58.5 68.1 58.5 होबो ना एटा कि नै हाँ ताले 58.5 होगा ताले मास टा केते हेला मास टा हेला 58.5 इनटू केते हेला 3 अच्छा मास टा एतिकी ताले एटा मल्टीप्लाई कर देले केते पळे आसीबो 175.5 एटा हेला कोन मास ऑफ सॉल्यूट एटा तला मास ऑफ सॉल्वेंट एथरो माइनस कर देले जो मास ऑफ सॉल्यूशन सॉल्वेंट टा मिल जिवो सॉल्वेंट रो मास टा केते हिजो ताले 1250 माइनस कोन 1250 माइनस माइनस 170.5 175.5 ताले एटा मोर मिल गले केते हिजो एटा हिजो 1074.5 हिजो एटा हमर हिजो कोथरे मास ऑफ सॉल्वेंट एबे मु अप्लाई कर देई फार्मूला लागे नै एबे फार्मूला मु अप्लाई कर देले मोलालिटी रो पळे आइबो ताले मास ऑफ सॉल्यूट केते 175.5 डिवाइडेड बाय तापरे कोन मोलार मास केते ना 58 पॉइंट केते 5 ताले हमरो मोलालिटी 1000 डिवाइडेड बाय 1000 केते 74.5 ताले टाइम एबे कटि जो 3 रे कटिबो नि के एबे काटले एटा गुणी हिची ताले एटा कटि जो बाहर करिवे आ निजे आ तापरे निजे निजे बाहर करिया केते आछो तापरे देछि फाइंड आउट द मोलार नॉर्मालिटी एटा के कर परियो फार्मूला टा मोलारिटी देछि केते 0.3 ताले नॉर्मालिटी केमति बाहर के कहि परिबे पढितली 0 क्लास रे n into molarity normative basicity एटा ना ना एटा नॉर्मालिटी इक्वल टू कोन x x into n इनटू मोलारिटी x टा n कोन into थिला n हमरो हां x टा हमर कोन एटा बा बैलेंस एटा कि नै भल हाँ 3 into है जो 3 into 0.3 ताले एटा 0.9 केते आरो केतेटा हाइड्रोजन ये करियो जो तीनटा कि नै ताले केते जो 3 तीनटा इनटू केते तीनटा तीनटा करिवनी सॉरी सॉरी 0.3 PO3 बा अछि H3 PO3 अछि O PO 4 दीटा करिवो हाँ हाँ दीटा सेम अरे दीटा यार स्ट्रक्चर एमिति आ हाँ जिवो हाँ यार स्ट्रक्चर एमिति आ आज्ञा जिवो एठी जिवो गोटे हाइड्रोजन एठी गोटे हाइड्रोजन आ एठी गोटे तो एटा हाइड्रोजन एठी लागिथिबो डायरेक्ट ना हाँ ताले वन दीटा हाइड्रोजन ही करथिबो ताले एटा 2 into 2 हे जिवो अरे टू अरे टू 0.3 into 2 हे जिवो ताले केते हे जिवो 0.6 n हे जिवो ହେଲା आंसर 0.6 n एटा डायरेक्ट फार्मूला टा एमिति बाहर करले भी हबो केमितिया कहले याको हम जदी नॉर्मालिटी रो इक्विवेलेंट मास नेबा हैला कि नै आरो मोलेकुलर मास नेबा हैला कि नै एबुडा बाहर करले भी हबो एमिति नै गाब के एटा हला सहजटा टाइम टेकिंग हां एटा देछि कोन देछि 29.2 ग्राम 2% of weight by weight HCl stock solution has density केते दे देछि डेंसिटी देछि 1.25 ग्राम पर ml तमे देछि द मोलेकुलर वेट ऑफ HCl दे देछि एतिकी दे देछि ताले ना कि द वॉल्यूम ऑफ स्टॉक ऑफ सॉल्यूशन रिक्वायर्ड प्रिपेयर्ड बाय 200 ml सॉल्यूशन एंड एति ताले एटा कते मु एटा कोउथरे पडिबो यारो तर मु कोन करबी ये गोटे HCl कि नै यारो मोलारिटी मते देछि आ वॉल्यूम देछि ताले एटा कोन V2 देछि 200 ml ताले मोलारिटी M2 देछि कते 0.4 कि नै किंतु मु आरो एठु एई डाटा को यूज करके बाहर कर दे परबी एटा
ଯୋଉ M1 ଏମନ୍ ଟା ବାହାର ଦେଇ କରିଦେବି କି ନାଇଁ? ବାହାର କରିପାରିବି ନା ନାଇଁ ସେ ଡାଟାଟା ୟୁଜ କରିକି? ତାହେଲେ ଏମନ୍ ଟା ଆମେ ଏବେ କେମିତି ବାହାର କରିବା କହିଲେ? ଏଟା କଣ ହବ ତାହେଲେ 29.2 weight by weight ତାର ମିନିଂ ଟା କଣ? 29.2 ଗ୍ରାମ ପ୍ରେଜେଣ୍ଟ ଇନ କେତେ 100 100 ଗ୍ରାମ କି ନାଇଁ? ହଁ ତାହେଲେ ଆମର ଏଠି ମୋଲାରିଟି ଟା ଆମର ମୋଲାରିଟି ନା ମୋଲାରିଟି ଆମକୁ କେମିତି ବାହାରିବ? ମୋଲାରିଟି ବାଇ ନମ୍ବର ଅଫ ମୋଲ ବାଇ ଭଲ୍ୟୁମ ଥିଲା କି ନାଇଁ? କିନ୍ତୁ ଏଠି କଣ ଏଟା ଆମର ଏଟା ହଉଛି କୋଉଥିରେ ଗ୍ରାମ ରେ ଅଛି ତାହେଲେ ମୁଁ ଆକୁ କୋଉଥିରେ ଭଲ୍ୟୁମ ରେ କନଭର୍ଟ କରିବି ତା ପାଇଁ ମତେ ଡେନସିଟି ଦରକାର ଡେନସିଟି ଇଜ ଇକ୍ୱାଲ ଟୁ ମାସ ବାଇ ଭଲ୍ୟୁମ ତାହେଲେ ଏଟା କେତେ ଦେଇଛି 1.25 ଇଜ ଇକ୍ୱାଲ ଟୁ ମାସ ଏଟା କେତେ 100 ଦେଇଛି ଡିଭାଇଡେଡ ବାଇ କେତେ ଭଲ୍ୟୁମ ତାହେଲେ ଭଲ୍ୟୁମ ଟା କେତେ ହେଇଗଲା 100 ବାଇ 1.25 ହେଲା କି ନାଇଁ ଭଲ୍ୟୁମ ଅଫ ସଲ୍ୟୁସନ 1.25 ଭଲ୍ୟୁମ ଅଫ ସଲ୍ୟୁସନ ଏବେ ମୁଁ ମୋଲାରିଟି ବାହାର କରିଦେବି ୟେସ୍ ମୁଁ ବାହାର କରିଦେବି ତାହେଲେ କେତେ ମୋଲାରିଟି ତାହେଲେ m1 ଟା କେତେ ବାହାର କରିବା ତାହେଲେ କେତେ ୱେଟ 29.2 କି ନାଇଁ 29.2 ଆଉ ମୋଲାର ମାସ କେତେ divided by ଦେଇଦେଇଛି 36.5 ଇନଟୁ କେତେ 1000 ଡିଭାଇଡେଡ ବାଇ କେତେ କେତେ ସଲ୍ୟୁସନ ରେ 1.25 ଆରେ ଏଇଟା ବା 100 ଏଇଟା ଡିଭାଇଡ ହେଇଛି ଇନଟୁ ଗଲେ କଣ ହେଇଯିବ ମଲ୍ଟିପ୍ଲାଇ 1.25 ହେଇଯିବ ଆରେ ଏଇଟା ହବନି କି ତାହେଲେ ଏଇଟା ବାହାର କରିଦେଲେ ପଳେଇ ହଁ ଆସିବ ଏଇଟା କାଟିଦେବେ ନିଜେ ନିଜେ ଏଇଟା କାଟିଦେଲେ 10 ପଳେଇ ଆଉଛି 10 ହେଲା କି ନାଇଁ ତାହେଲେ m1 ମିଳିଗଲା ତାପରେ କେତେ ଭଲ୍ୟୁମ ଆମକୁ କଣ ଦେଇଛି କେତେ ଭଲ୍ୟୁମ ନିଡ କରିବ କି ନାଇଁ ନା କଣ ପଚାରିଥିଲା ତ ଭଲ୍ୟୁମ ଅଫ ସଲ୍ୟୁସନ ରିକ୍ୱାର୍ଡ ପଚାରିଥିଲା କେତେ ଭଲ୍ୟୁମ ନିଡ କରିବ ଏଟା ପଚାରିଥିଲା ତାହେଲେ ଆମକୁ v1 ଟା ପଚାରିଛି M1 V1 ପଚାରୁଛି M2 V2 ବାଇ ଯେତିକି ହଁ 10 ତାହେଲେ ଆମକୁ ପଚାରିଥିଲା ଏଟା କୋଉ ଫର୍ମୁଲା ପଡିବ ନ୍ୟୁଟ୍ରାଲାଇଜେସନ ଫର୍ମୁଲା m1 v1 M1 ଇକ୍ୱାଲ ଟୁ କଣ m2 v2 M2 ତାହେଲେ V2 v1 ଟା କଣ ହେଇଯିବ m2 v2 ଡିଭାଇଡେଡ M2 ବାଇ V2 m1 divided by M1 ତାହେଲେ କେତେ ହେଇଯିବ 200 into 0.4 ଡିଭାଇଡେଡ ବାଇ କେତେ ହେଇଯିବ 10 କି ନାଇଁ 10 ଶୂନ୍ୟ ଶୂନ୍ୟ କଟିଗଲା ତାହେଲେ 2 ଚଉ କେତେ 8 ଏଇଠି ଆଉ କଣ 8 ml ଆନ୍ସର এই କୋଶ୍ଚିନ୍ ଗୁଡା ମିଳିବନି କୋଉଠି ଡିଫିକଲ୍ଟ କୋଶ୍ଚିନ୍ ଗୁଡାକ ଏଇଟା ମୁଁ ସବୁ କଲେକ୍ଟ କରିଛି ଏଇଟା କଣ ନଲେଜ ବଢିବ ଦ ମଲିକୁଲାର ୱେଟ୍ ଅଫ ପୋଟାସିୟମ କ୍ଲୋରାଇଡ ଦେଇଦିଏ Sir, ପୋଟାସିୟମ କ୍ଲୋରାଇଡ କେତେ KCl sir, ହଁ କୁହନ୍ତୁ sir, ସେ ବୁଝିପାରିଲେନି କି? M1 M2 V2 ଯୋଉ ଲେଖୁଛନ୍ତି ହଁ ତ ସେଟା M1 V1 N1 V1 ବି ଲେଖି ହବ କି ସାର୍? ହଁ 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 ଏକା ନର୍ମାଲ ହଁ ହିସାବରେ ନର୍ମାଲିଟି ହେଲେ n1 v1 equal to n2 v2 ଓହ ହେଲା ଆଜ୍ଞା ନାଇଁ ଏଇଟା ବି ହେଇପାରିବ ଏଇଟା ହଁ ନର୍ମାଲିଟି କେସ ରେ ହେଲା କି ନାଇଁ ଆଜ୍ଞା ଏଇଟା ହେଇଗଲା ଆଜ୍ଞା ଯୋଉ ମୋଲାରିଟି କେସ ରେ ହେଲା କି ନାଇଁ ମଲା ଆ- ଆରେ ମୁଁ ଏଟା କ୍ଲାସ ରେ ପଢେଇ ନଥିଲି ଯୋଉ ଏଇଟା ଦେଇ ନଥିଲି କାହିଁ କହିଲେ ସେମ ଜିନିଷଟା ତ ଯଦି ଆମେ ବି ଏମିତି ବି ମିକ୍ସଚର ବାହାର କଲେ ଯଦି ମୋଲାରିଟି କେମିତି କରିନ୍ତି m1 v1 ପ୍ଲସ m2 v2 ପ୍ଲସ୍ M2 ଡିଭାଇଡେଡ ବାଇ V2 v1 ପ୍ଲସ୍ ପ୍ଲସ V1 v2 plus V2 ଯଦି V1 ପ୍ଲସ୍ ନର୍ମାଲିଟି ର V2 ମିକ୍ସଚର ବାହାର କରିବା ସେ ସେମ ଜିନିଷ n1 v1 N1 ଏଇଟା ୟୁଜ V1 କରିବା ପ୍ଲସ୍ n2 N2 v2 V2 divided by V1 ହେଲା ସେମ ଜିନିଷଟା ଆରେ ଏଇଟା କିଛି ଚେଞ୍ଜ ଆଜ୍ଞା ହବନି କାହିଁ କହିଲେ ଏଇଟା କେବଳ ତ ଆମର ଭଲ୍ୟୁମ ତ ଭଲ୍ୟୁମ ରେ ରହୁଛି ତ ତେଣୁ ଚେଞ୍ଜ ହବନି ଆଜ୍ଞା କିଛି ସେଟା ଅସୁବିଧା କନଫର୍ମ ନାହିଁ ହଉଥିଲା ହଁ ହଁ ଠିକ ଅଛି ଉଁ, ଆଉ ନେକ୍ସଟ ଟା ଦେଇଛି କଣ ମୋଲେକୁଲାର ୱେଟ୍ ଅଫ ପୋଟାସିୟମ କ୍ଲୋରାଇଡ KClO3 କେତେ ଦେଇଛି 5.5 122.5 what is the percentage of weight by consumed during heating ଆଚ୍ଛା ହିଟିଂ କଲେ ଆଗ ହିଟିଂ କରିବାକୁ ପଡିବ ତାକୁ ନାଇଁ କି ହିଟିଂ କଲେ ଏଟା କଣ ଦବ ପୋଟାସିୟମ କ୍ଲୋରାଇଡ KClO3 ତାକୁ ହିଟ୍ କଲି ତାହେଲେ କଣ ଦବ KCl ଦବ ଆଉ ପ୍ଲସ ଦବ ଏଟା କଣ 3O2 ମୁଁ CO2 ଡାଇରେକ୍ଟ ଲେଖି ଦଉଛି 3 ହଁ ହେଇଯିବ KCl ଦବା ଆଉ ଅକ୍ସିଜେନ ଦବ ତାହେଲେ କେତେ କହୁଛି ହ୍ୱାଟ ପରସେଣ୍ଟ ଅଫ ୱେଟ୍ କନଜ୍ୟୁମଡ ଡ୍ୟୁରିଂ ଦ ତାହେଲେ କେତେ ୱେଟ୍ କନଜ୍ୟୁମଡ ହେଇଥିବ ଯେତିକି ଅକ୍ସିଜେନ ଭେପର ହେଇକି ପଳେଇଥିବ ସେତିକି ତ କନଜ୍ୟୁମ ହେଇଥିବ କି ନାଇଁ ଆରେ ସେଇଟା କି ନୁହଁ ଆରେ ଏଇଟା ତ ଭେପର ହେଇକି ଉଡି ଯାଇଥିବ କି ନାଇଁ ଭେପର ହେଇକି ପଳେଇଥିବ ଯେତିକି ହଁ ଭେପର ପଳେଇଲା ସେତିକି KClO3 ରୁ ସେତିକି ମାଇନସ ହେଇଥିବ ନା ନାଇଁ ୱେଟ୍ ଟା ବୁଝିହେଲା ନା ନାଇଁ ଆରେ ବୁଝିପାରୁଛ ନା ନାଇଁ ତାହେଲେ କେତେ ହେଇଥିବ ତାହେଲେ ଆର କେତେ 2 ଇଣ୍ଟୁ କେତେ 122.5 ଯେତେବେଳେ ହୁଏ ତାହେଲେ ଅକ୍ସିଜେନ ର କେତେ 3 ଇଣ୍ଟୁ 32 ଗ୍ରାମ ଭଏସ କଟୁଛି sir। କଟୁଛି ଟିକେ କଟିଥିବ ସେ କଲ୍ ଟା ଆସିଲା ତ ଏବେ ଆସିଲା କି ହ୍ୟାଲୋ ଏବେ ଆସୁଛି ଉଫ୍, ଉଁ, ଏବେ ଆସିଲା କି ହ୍ୟାଲୋ କଲ୍ ପଳେଇ ଆଇଲେ ଏଇ ପ୍ରୋବ୍ଲେମ ଆଉ ଉଁ, ଓ ଓ ହ୍ୟାଲୋ ଏବେ ଆସୁଛି ଭଏସ ସାର୍ ଶୁଭୁନି କିଛି ଆସୁନି ଏବେ
ହ୍ୟାଲୋ ଏଇଟା କଲ୍ ପଳେଇ ଆଇଲେ ପ୍ରୋବ୍ଲେମ ଆଉ କଲ୍ ପଳେଇ ଆସିଲା ତ ଟିକେ ହ୍ୟାଲୋ ଭଏସ ତ ଶୁଭୁନି। ହ୍ୟାଲୋ ଆସୁଛି କି ଟିକେ ରୁହନ୍ତୁ ଦେଖିଆ କନେକ୍ଟ ହେଇଛି ନା ନାହିଁ ଓହୋ ହ୍ୟାଲୋ ଏ ଭଏସ ଆସୁଛି କି ହ୍ୟାଲୋ ଆସୁଛି ହ୍ୟାଲୋ ସେତିକି ନହେଲେ ଥାଉ ନେକ୍ସଟ କ୍ଲାସରେ କରିଦବା ବାକି ଯାହା ରହିଲା ହେଲା କି ନାଇଁ ନେକ୍ସଟ କ୍ଲାସରେ ପଢିବା ବାକି ଯାହା ରହିଲା ନେକ୍ସଟ କ୍ଲାସରେ କରିଦବା ଏତିକ ଓ ଠିକ କନେକ୍ଟ ଏଇଟା ଲେଖିବା ନେକ୍ସଟ କ୍ଲାସରେ କରିଦବା 61